Hello friends, welcome to my study channel The Achievers. So କେମିତି ଚାଲିଛି ପ୍ରିପାରେସନ୍? I hope revision ଟା ଭଲରେ ଚାଲିଛି. Preparation part is over. ଏବେ ଖାଲି revision ଉପରେ ଫୋକସ୍ କରିବେ ଆଉ ମୁଁ ଯେମିତି ଯୋଉ ପ୍ଲାନ୍ କହିଥିଲି ତାରି ଉପରେ ହିଁ ଫୋକସ୍ କରନ୍ତୁ. ପ୍ରିଲିମ୍ସ ଟା ଆରାମସେ ହେଇଯିବ. ତ ଏବେ ମୁଁ ସେ କରେଣ୍ଟ ଆଫେୟାର ସିରିଜର ଥାର୍ଡ ଭିଡ଼ିଓଟା ଆଣୁଛି ଯୋଉଟା କି ଆୱାର୍ଡସ୍ ଆଉ ଅନର୍ସ ଇୟରଲି କମ୍ପାରିଜନ୍ ପାଖାପାଖି ଅଗଷ୍ଟରୁ ମେ 15 2024 ପର୍ଯ୍ୟନ୍ତ ଏଇଟା ରହିବ. ମୁଁ ଟୋଟାଲ ଅଲ୍ କରେଣ୍ଟ ଆଫେୟାର୍ସକୁ ଆଖି ପକେଇ ପକେଇ ଯିବା ଯୋଉଟା ଇମ୍ପୋର୍ଟାଣ୍ଟ ସେଇଟା ମୁଁ ହାଇଲାଇଟ୍ କରିଦେବି ସେଇଟାକୁ ଟିକେ ଦେଖିଦେବେ ତ ଟିକେ ବି ଲଙ୍ଗ ଭିଡ଼ିଓ ପାଖାପାଖି 1 ଆୱାର କି 1 ଆୱାର 10 ମିନିଟ୍ସର ହେଲେ ବି ଆଉ ଥରେ ଦେଖିଦିଅନ୍ତୁ ଏଇଟା ଟୋଟାଲ ରିଭିଜନ୍ ଆପଣଙ୍କର ହେଇଯିବ ସୋ ଡେରି ନକରି ଲେଟ୍ ଷ୍ଟାର୍ଟ Commerce Ministry releases Leads 2025 awards ତ ପ୍ରଥମ ଜିନିଷ ମାର୍କ କରିବାର ଅଛି କି ଏଇଟା ହେଉଛି Leads 2025 ଦେଖନ୍ତୁ କରେଣ୍ଟ ଆଫେୟାର୍ସ ଏଇଟା ଓପିଏସସି ପାଇଁ ପ୍ରିପାରେସନ୍ ୟୁପିଏସସି ପାଇଁ ପ୍ରିପାରେସନ୍ ଟିକେ ଡିଫିକଲ୍ଟ କାହିଁକି ଥାଏ ନା ଏସ୍ଏସ୍ସିରେ ପକେଇଦେବ ଲିଡ୍ସ କ'ଣ ବା କେଉଁ ମିନିଷ୍ଟ୍ରି କରୁଛି ସିଙ୍ଗଲ ଲାଇନର କିନ୍ତୁ ଓପିଏସସି ୟୁପିଏସସି ଟାଇପ୍ର ଏକ୍ଜାମ୍ ସେ ଟିକେ ଷ୍ଟେଟମେଣ୍ଟ ବେସ୍ଡ ଆ ବିଶେଷ ଟିକେ ଆନାଲିସିସ୍ ଦୁଇ ତିନିଟା ଷ୍ଟେଟମେଣ୍ଟ ଦେଇଦେବେ ତ ଏଇସବୁ ଜିନିଷକୁ ଟିକେ ଦେଖିବାକୁ ପଡ଼େ ତ ଏଇଠି ଦେଖନ୍ତୁ ଲିଡ୍ସ ଆଉ ଲିପ୍ସ ଇଏ ସବୁ କ'ଣ ଗୋଟେ ଭଲ ୱାର୍ଡ ଶୁଭୁଛି ତ ଏଇଟା ଏକ୍ଜାମିନରଙ୍କ ଫେଭରାଇଟ୍ ହେଇଯାଇଥାଏ ଦେଖନ୍ତୁ ୱିନର୍ସ ଅଫ୍ ଲଜିଷ୍ଟିକ୍ସ ଆଉ ଏକ୍ସିଲେନ୍ସ ଆଡଭାନ୍ସମେଣ୍ଟ ଆଣ୍ଡ ପରଫର୍ମାନ୍ସ ଏଇଟା ହେଉଛି ଲଜିଷ୍ଟିକ୍ ଏକ୍ସିଲେନ୍ସ ଲିପ୍ସ କହୁଛନ୍ତି ପରଫର୍ମାନ୍ସ ଇନ୍ ଲିପ୍ସ ଆୱାର୍ଡ 2025 ଇନ୍ ନ୍ୟୁ ଦିଲ୍ଲୀ ଏଇଟା କରୁଛି କିଏ ମିନିଷ୍ଟ୍ରି ଅଫ୍ କମର୍ସ ଆଉ ଇଣ୍ଡଷ୍ଟ୍ରି MOCI ରିଲିଜ୍ 7th ଏଡିସନ୍ ଅଫ୍ ଲଜିଷ୍ଟିକ୍ ଇଜ୍ ଆକ୍ରସ୍ ଡିଫରେଣ୍ଟ ଷ୍ଟେଟ୍ସ ଲିଡ୍ସ କହୁଛନ୍ତି ଲଜିଷ୍ଟିକ୍ ଇଜ୍ ଆକ୍ରସ୍ ଡିଫରେଣ୍ଟ ଷ୍ଟେଟ୍ସ 2025 report which serves benchmarking for performance to logistic efficiency of India. तो ଏଇଟା ଖାଲି ଗୋଟେ ମାଇଣ୍ଡରେ ରଖିଥାନ୍ତୁ ବାସ୍ ଫୁଲ୍ ଫର୍ମ ଲିଡ୍ସ ଲିପ୍ସ ଏଇଟା ଲଜିଷ୍ଟିକ୍ ସେକ୍ଟରକୁ ନେଇକି ହେଇଥାଏ NEGD felicitates 5 states for DigiLocker integration initiative DigiLocker ଏଇଟା ମନେ ରଖିବେ ଇଏ ଗୋଟେ ଟାଇପ୍ ଅଫ୍ କନସେପ୍ଟ ଆସିଛି ଆମର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର डिजिटल पब्लिक इनफ्रास्ट्रक्चर कौन आम पब्लिक इनफ्रास्ट्रक्चर बुझुचे जोटा कहार गोटे पर्टिकुलर ओनरशिप ना जोटा समस्त उद्दिष्ट लाइक रास्ता नई ए सब है पब्लिक गुड्स पब्लिक इनफ्रास्ट्रक्चर सेमती डिजिटल इनफ्रास्ट्रक्चर किसी अच्छी जोटा ऑफकोर्स से गवर्नमेंट फैसिलिटेट करुच्ची लाइक आमर नईटा आगरू अच्छी है तो जंगलटा आगरू अच्छी तो सहीटा समस्त किंतु डिजिटल जिनसा आगरू किसी ना गवर्नमेंट करुच्ची कि समस्त करुच्ची ସେଇଟା ହେଲା ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ତା ଦେହରୁ ଗୋଟେ ହେଲା ଡିଜି ଲକର ଏଇଟା ଇରେସ୍ପେକ୍ଟିଭ ଅଫ୍ ଏନିଥିଙ୍ଗ ସମସ୍ତଙ୍କୁ ଇଣ୍ଡିଆର ସମସ୍ତଙ୍କ ପାଇଁ ଏଇଟା କରିଛି ସେମିତି ଆଧାର ଇଜ ଏ ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକ୍ଚର ତ DPI ୟାକୁ କହୁଛନ୍ତି ଏ ରିଗାର୍ଡିଂ ବହୁତ ଜିନିଷ ନ୍ୟୁଜରେ ଚାଲିଛି ତ ଏ କନସେପ୍ଟଟା ମାଇଣ୍ଡରେ ରଖିଥିବେ ହେଲା ନ୍ୟାସନାଲ ଇ ଗଭର୍ନାନ୍ସ ଡିଭିଜନ ଆଡଭାନ୍ସିଂ ଡିଜିଟାଲ ଗଭର୍ନାନ୍ସ ତ ଡିଜି ଲକର ଏଇଟାର ବାସ୍ ଖାଲି କନସେପ୍ଟଟା ମନେ ରଖିବେ ଆଉ ବେଶୀ କିଛି ନାହିଁ 79th ବ୍ରିଟିଶ ଏକାଡେମୀ ଫିଲ୍ମ ଆୱାର୍ଡସ ବାଫ୍ଟାଟା ହେଉଛି ବ୍ରିଟିଶ ଏକାଡେମୀ ଫିଲ୍ମ ଆୱାର୍ଡସ ଏଇଟା ବି ପଡ଼ିଥିଲା ଏଥର ୟୁପିଏସସିରେ ଦେଖିଥିବେ ଟୁକ୍ ପ୍ଲେସ୍ ଫେବୃଆରୀ 22 2026 ଆଟ୍ ଲଣ୍ଡନ ରୟାଲ ଫେଷ୍ଟିଭାଲ ହଲ୍ ହୋଷ୍ଟେଡ୍ ବାଇ ଆଲାନ୍ କମି ଏରା କିଛି ଦରକାର ନାହିଁ এইটা পড়িଥିଲା ଆମର ୟୁପିଏସସିରେ ବି ମଣିପୁର ଫିଲ୍ମ ବଙ୍ଗ ତ ଏଇଟା ସେଥିପାଇଁ ଇମ୍ପୋର୍ଟାଣ୍ଟ ହେଇଯାଏ ଯେହେତୁ ସେଥିରେ ସବୁ ପଡ଼ିଯାଇଛି ତ ଏଇଟା ପଡ଼ି ନପାରେ କିନ୍ତୁ ଦେଖିଦେଇଥାନ୍ତୁ ଖାଲି ମଣିପୁର ଫିଲ୍ମ ବୁଙ୍ଗ made history as sole Indian nominee winning best children family film children and family film category এটা ପାଇଛି category ବି ମନେ ରଖନ୍ତୁ ଆଉ ମଣିପୁରୀ ଫିଲ୍ମ ମଣିପୁରୀର ସେଟା ବୁଙ୍ଗ ବୋଲି ବି ମନେ ରଖନ୍ତୁ ହେଲା ଆଉ ଏଥିରେ ଗୋଟେ ଜିନିଷ ଖାଲି ମନେ ରଖନ୍ତୁ ଆର ଡାଇରେକ୍ଟର କିଏ ଲକ୍ଷ୍ମୀ ପ୍ରିୟା ଦେବୀ ହେଲା ଲକ୍ଷ୍ମୀ ପ୍ରିୟା ଦେବୀ ତ ଏଇଟା ହେଇଗଲା ତାପରେ ତାରି କଣ୍ଟିନ୍ୟୁ ହେଲା ୱିନର କିଏ ସବୁ ଅଛନ୍ତି ଲିଷ୍ଟ ଅଫ ୱିନର ବେଷ୍ଟ ଫିଲ୍ମ ଆଡମ ସୋମର ଆଉଟଷ୍ଟାଣ୍ଡିଂ ବ୍ରିଟିଶ ଫିଲ୍ମ କୋଲେଗ ଝାଓ ଏଇଟା ସବୁ ଏତେ ଇମ୍ପୋର୍ଟାଣ୍ଟ ନାହିଁ ଆମର ଏତେ ଜାଣିବା ଦରକାର ନାହିଁ ଦେଖନ୍ତୁ ଏଥିରୁ ଗୋଟେ କ୍ୱେଶ୍ଚିନ୍ ପଡ଼ି ବି ଯାଇପାରେ କିନ୍ତୁ ପଡ଼ିଗଲେ ବି ମୁଁ ଏତେ ଗୋଟେ କ୍ୱେଶ୍ଚିନ୍ ପାଇଁ ଏତେ ଜିନିଷ ମନେ ରଖିପାରିବିନି ଇଚ୍ ଆଣ୍ଡ ଏଭ୍ରି ଫିଲ୍ମ ହଁ ଏଇଟା ମଣିପୁର ଫିଲ୍ମ ଆମର ଇଣ୍ଡିଆର ଏଇଟା ମୁଁ ମନେ ରଖିଲି ତାର ଡିରେକ୍ଟର ମନେ ରଖିଲି ଟିକେ ଭିତରୁ ମନେ ରଖିଲି କିନ୍ତୁ ଏତେ ସବୁ ଫିଲ୍ମ ମନେ ରଖିବିନି ଏଇଟା ପଢ଼ିଲେ ବି ମୁଁ ଛାଡ଼ିଦେବି କିଛି ଅସୁବିଧା ନାହିଁ ତ ଏଇଟା ଜାଣିଗଲେ ତ ଏତେ ସବୁ ମନେ ରଖିବା ଦରକାର ନାହିଁ ଦେନ୍ in All India Management Associations Award Karan Adani MD ଆଉ Adani Ports ଏମିତି ବିଜନେସ୍ ଲିଡର ରିସିଭ୍ଡ ବିଜନେସ୍ ଲିଡର ଅଫ ଦ ଇୟର ଆୱାର୍ଡ ଆମର AIMA ଅଲ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ଆସୋସିଏସନ ଦେଇଛି କାହାକୁ କରଣ ଆଦାନୀ MD ଅଫ ଆଦାନୀ ପୋର୍ଟ SEZ
ଆମର ଆଦାନୀ ପୋର୍ଟ ଯୋଉ ଗୋପାଳପୁର ପୋର୍ଟ କୁ ସେ ବି ନେଇଛି। ତ ସିଏ ତାର ଏମଡି ଟା ସେ ଜିତିଛନ୍ତି, ସେଇଟା ହେଇଗଲା। ଏଇଟା ଇମ୍ପୋର୍ଟାଣ୍ଟ କଣ ନା ବାସାଇସ୍ 475 ଇୟର ଓଲ୍ଡ cathedral wins UNESCO Heritage Award। ବାସାଇ ଏଇଟା କୋଉଠି ଅଛି? ଆୱାର ଲେଡି ଗ୍ରେସ୍ କ୍ୟାଥେଡ୍ରାଲ ଇନ୍ ବାସାଇ won 2025 ୟୁନେସ୍କୋ ଆୱାର୍ଡ ଅଫ ମେରିଟ୍ ଫର ଇଟ୍ସ କଲଚରାଲ କନଜରଭେସନ। ତ କଲଚରାଲ କନଜରଭେସନ ପାଇଁ ଏଇଟା ଜିତିଛି, ମହାରାଷ୍ଟ୍ରରେ ଅଛି ବାସାଇ। ଟା ମନେ ରଖିବେ। ବାସାଇରେ ବହୁତ ସାରା ଫୋର୍ଟ ଅଛି, ଆଉ ୱାଇଲ୍ଡ ଲାଇଫ ସାଙ୍କ୍ଚୁଆରୀ ଗୋଟେ ବି ଅଛି, ଟେମ୍ପୁଲ ଗୋଟେ ଅଛି, ଆଉ ଏଇଠି ଗୋଟେ ବ୍ୟାଟେଲ ଅଫ ବାସାଇ ବି ହେଇଥିଲା ହେଲା। ବ୍ୟାଟେଲ ଅଫ ବାସାଇ ଏଇଟା ଇମ୍ପୋର୍ଟାଣ୍ଟ ଏଥିପାଇଁ, ଏଠି ଆମର ଯୋଉ ମରାଠା ହରେଇ ଦେଇଥିଲେ କାହାକୁ? ପର୍ତ୍ତୁଗିଜକୁ। ଏଇଟା ମନେ ରଖିବେ। ତ ଏଠି ହରେଇ ଦେଇଥିଲେ, ମେଜର ଭିକ୍ଟୋରି ହେଇଥିଲା। ତ ବ୍ୟାଟେଲ ଅଫ ବାସାଇ ତାକୁ କହୁଛନ୍ତି, ତାକୁ ବେସେନ ବି କହୁଛନ୍ତି, ତାକୁ ବେସେନ ଏବେ କହୁଛନ୍ତି। ତ ଆୱାର୍ଡ 2026 ଏଇଟା ଏଣ୍ଟରପ୍ରିନର ଅଫ ଦ ଇୟର କିଏ? ଏଇ ଯୋଉ ଆୱାର୍ଡରେ ଯୋଉଟା ଆଦାନୀ ପାଇଲେ, କରନ ଆଦାନୀ ପାଇଲେ ବିଜନେସ ଲିଡର ଅଫ ଦ ଇୟର, ସେଥିରେ ଆଉ ସବୁ ଏଣ୍ଟରପ୍ରିନର ଅଫ ଦ ଇୟର ଅରବିନ୍ଦ ଶଙ୍କା, ପବନ ଗୁନ୍ତୁଲି। ତ ଏତେ ସବୁ କିଛି ମନେ ରଖିବା ଦରକାର ନାହିଁ। ଖାଲି ଗୋଟେ ଯଦି ଆଉଟଷ୍ଟାଣ୍ଡିଂ ପିଏସୟୁ କିଏ? କୋଚିନ୍ ସିପୟାର୍ଡ, ଆମ ସିପ୍ ଇଣ୍ଡଷ୍ଟ୍ରି ସେମିତି ମାଜାଗାଓଁ ଡକ୍ ଅଛି, ତାପରେ ଆମର କୋଚିନ୍ ସିପୟାର୍ଡ ଅଛି। ତ ସେ ସବୁ ପାଇଛନ୍ତି, ସେତିକି ଖାଲି ମନେ ରଖି ଦିଅନ୍ତୁ ହେଲା, ଆଉ ବେଶୀ ଆ ବିଷୟରେ ମନେ ରଖିବା ଦରକାର ନାହିଁ। ତାପରେ ଏଇଟା ମନେ ରଖିଦବା, ସିଓ ଅଫ ଦ ଇୟର ସମୀର କନୋଡିଆ ୱିନ୍ ସିଓ ଅଫ ଦ ଇୟର ଫର ଦ ସେକେଣ୍ଡ ଷ୍ଟ୍ରେଟ୍ ଇୟର ପାଇଁ ସେ ସିଓ ଆୱାର୍ଡ ଜିତିଛନ୍ତି। ତ ସିଓ ସେ କାହାର ସିଓ? at Taj Lands End, Mumbai for the second straight year. So the recognition highlights the leadership at Lumina Datamatics। ये सब तो सीईओ ऑफ द ईयर ପାଇଁ ସେ ଗୋଟେ ପାଇଛନ୍ତି, ଏତେ ସମୀର କାନୋଡିଆ ଏସକେ ସିଇଓ ଏସକେ। ତ ଏମିତି କିଛିଟା ମନେ ରଖିଦିଅନ୍ତୁ, ସେଇ ଆୱାର୍ଡ ଚାଲିଛି, ଏତେ ଦରକାର ନାହିଁ ଆମର। ତ ନାଗାଲାଣ୍ଡ ୟୁନିଭର୍ସିଟି 5ଟା କେମିଷ୍ଟ୍ରିଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ଦେଲା। ତ ସେ 5ଟା କେମିଷ୍ଟ୍ରି ସିଏ ଦେଲା, ସେଇଟା ଆମର କିଛି ମନେ ରଖିବା ଦରକାର ନାହିଁ। ସୁବୋଧ ଗୁପ୍ତା ସିଓ ଅଫ ଦ ଇୟର। ତ ବିଭିନ୍ନ ସଂସ୍ଥା ବିଭିନ୍ନ ପ୍ରକାର ଆୱାର୍ଡ ଦଉଛନ୍ତି, ତମେ ସବୁ ଗୋଟା ଗୋଟା ମନେ ରଖିପାରିବନି। ହଁ ଏଇଟା ବ୍ୟାଙ୍କ ଏକ୍ଜାମ ପାଇଁ ଏଇଟା ଇମ୍ପୋର୍ଟାଣ୍ଟ ହେଇଯାଉଛି, ଏଇ ସଂସ୍ଥା କାହାକୁ ଦେଲା ସେ ତାକୁ ମନେ ରଖିଦେବେ। ତ ଆମର ମନେ ରଖିବା ଦରକାର ନାହିଁ। ସୁବୋଧ ଗୁପ୍ତା ସିଓ ଅଫ ଲର୍ଡସ ମାର୍କ ମାଇକ୍ରୋ ବାୟୋଟେକ୍ ମିଶିକିରି ସଦ୍ଗୁରୁ ଆଉ ଇଶା ଆଉଟରିଚ୍ ଆନାଉନ୍ସଡ ଭବ୍ୟ ଭାରତ ଭୂଷଣ ଆୱାର୍ଡ। ଭବ୍ୟ ଭାରତ ଭୂଷଣ, ତ ଭାରତ ଭୂଷଣ ଆଉ ଭବ୍ୟ ଭାରତ ଭୂଷଣ ଏଇଟା ଟିକେ କନଫ୍ୟୁଜ ହେବେନି। ଏଥିରେ ଏକ୍ସଟ୍ରାଅର୍ଡିନାରୀ ଇଣ୍ଡିଆନ୍ସ ହୁ ଯୋଉ ୱାର୍କସ୍ ଅପଲିଫ୍ଟେଡ ନେସନ୍ସ ୱେଲବିଂ ପାଇଁ ଯାହା କରୁଛନ୍ତି ତାକୁ ରେକଗ୍ନାଇଜ କରିବା ପାଇଁ ସେଟା କରିଛନ୍ତି। ସେ ଇନାଗୁରାଲ କାହାକୁ ସବୁ ଦେଇଛନ୍ତି? ଭବ୍ୟ ଭାରତ ଭୂଷଣ ଆର୍ଟ ଆଣ୍ଡ କଲଚରରେ ଏନ୍ ରାଜମ ସେ ଭାୟୋଲିନ ପ୍ଲେ କରନ୍ତି, ଏନ୍ ରାଜମ। ଆଉ ଶ୍ରୀମତୀ ଆଲାରମେଲ ବାଲି ଯିଏକି ଭାରତନାଟ୍ୟମ ଏକ୍ସପୋନେଣ୍ଟ। ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ନମ୍ବି ନାରାୟଣ ବିକାଶ ଇଞ୍ଜିନ ଡେଭଲପ କରୁଛନ୍ତି। ନମ୍ବି ନାରାୟଣ ତ ଜାଣିଥିବେ, ମୁଭି ବି ଆସିଥିଲା ବିକାଶ ଇଞ୍ଜିନ ପାଇଁ। ଏସ୍ କିରଣ କୁମାର ଆମର ଇସ୍ରୋର ଚେୟାରମ୍ୟାନ ଥିଲେ। ଆଉ ଲିଟରେଚର ଏକାଡେମିକ୍ସରେ ବିକ୍ରମ ସମ୍ପଥ ଅଥର ପାଇଁ। ସ୍ପୋର୍ଟସରେ ସାଇନା ନେହୱାଲକୁ ମିଳିଛି। ଆଉ ଅନରିଂ ନ୍ୟାସନାଲ ସିକ୍ୟୁରିଟି ଅପରେସନ ସିନ୍ଦୁରକୁ ସେ ଦେଇଛନ୍ତି। ୱେଷ୍ଟର୍ଣ୍ଣ ଏୟାର କମାଣ୍ଡ, ନର୍ଦର୍ଣ୍ଣ କମାଣ୍ଡ ଆଉ ନାଭାଲ କମାଣ୍ଡ, ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ। ତ ଏଇଟା ସବୁ ସେ ଦେଇଛନ୍ତି। ତାପରେ ଏଇଟା ଗୋଟେ ଦେଖନ୍ତୁ, ଏଇଟା ଇମ୍ପୋର୍ଟାଣ୍ଟ ଅଛି, ରବଲ ନାଗି ଫ୍ରମ ଜାମ୍ମୁ କାଶ୍ମୀର ଗ୍ଲୋବାଲ ଟିଚର ଆୱାର୍ଡ। ଗ୍ଲୋବାଲ ଟିଚର କିଏ ପାଇଲେ? ରବଲ ନାଗି। ତ କେମିତି ଆମେ ମନେ ରଖିବା ଗ୍ଲୋବାଲ ଟିଚର? ତ ଗ୍ଲୋବାଲ ଟିଚର, ତ ଟିଚର ଯିଏ ସେ ତମକୁ ଏମିତି ତମ ପଛରେ ଲାଗିବେ। ଟିଚର ଯିଏ ତମ ପଛରେ ଲାଗିବେ, ଲାଗିବେ କାହିଁକି? ତମକୁ ପଢିବା ପାଇଁ। ଲାଗିବେ ବା ନାଗିବେ, ନାଗିବେ ତ ରବଲ ନାଗିବେ, ରବଲ ନାଗି, ନାଗିରୁ ଲାଗି ହେଲା, ରବଲ ଲାଗି। ଏମିତି କହିଦିଅନ୍ତୁ, ଦେଖିବେ ଏକ୍ଜାମ ରେ ପଢିବ ହିଁ ତମକୁ ମନେ ରହିଯିବ। ରବଲ ଲାଗି, ନାଗି ନୁହଁ ତ ଲାଗି। କାହିଁକି ସେ ଟିଚର ଆୱାର୍ଡ ପାଇଲେ? ନା ସେ ତମ ପଛରେ ଲାଗି ଲାଗି ତମକୁ ଭଲ ଷ୍ଟୁଡେଣ୍ଟ କରେଇଦେବେ। ତ ସେ ପାଇଲେ ୟୁନେସ୍କୋର ବେଷ୍ଟ ଟିଚର, ଗ୍ଲୋବାଲ ଟିଚର ଆୱାର୍ଡ। ତ ଏଇଟା ମନେ ରଖିଥିବେ ହେଲା। ପାରାଦୀପ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଆମ ପାଇଁ ଯେହେତୁ ଓଡିଶାର ଅଛି।
ସ୍ୱଚ୍ଛତା ପଖୱାଡା ଆୱାର୍ଡ 2025 ରେ ପାରାଦୀପ ପୋର୍ଟ ୱିନ୍ କଲା ଫାର୍ଷ୍ଟ ପ୍ରାଇଜ। ଏଥିପାଇଁ କିଛି ଟ୍ରିକ୍ ଦରକାର ନାହିଁ, ମନେ ରଖିଦେବେ ସ୍ୱଚ୍ଛତା ପଖୱାଡା ଆୱାର୍ଡରେ ମିନିଷ୍ଟ୍ରି ଅଫ ପୋର୍ଟ ଆଉ ସିପିଂ ଆଉ ୱାଟର ଯୋଉଟା ଇନଷ୍ଟିଚ୍ୟୁଟ କରିଛି ପୋର୍ଟ ମାନଙ୍କ ପାଇଁ, ସେଥିରେ ଜିତିଛି ପାରାଦୀପ ପୋର୍ଟ। ତ ଏଇଠି ଦେଖନ୍ତୁ ଆମର ଯୋଉ ସ୍ୱଚ୍ଛତା ପଖୱାଡା ଆୱାର୍ଡ ସବୁ ହେଇଛି 2025 ର, ତା ଦେହରେ ବିଭିନ୍ନ ଡିପାର୍ଟମେଣ୍ଟ ୱାଇଜ ମିନିଷ୍ଟ୍ରି ଅଫ ପାୱାର ରେ ଫାର୍ଷ୍ଟ ହେଲା, ଏଇଟା ଡିପାର୍ଟମେଣ୍ଟ ୱାଇଜ ଦିଆ ହଉଛି। ପିଜିସିଆଇଏଲ ପାଇଛି, ଡିପାର୍ଟମେଣ୍ଟ ଅଫ ସ୍ପୋର୍ଟସ ରେ ନ୍ୟାସନାଲ ଡୋପ୍ ଟେଷ୍ଟିଂ ଲାବୋରେଟୋରୀ ପାଇଛି, ମିନିଷ୍ଟ୍ରି ଅଫ କୋଲ ରେ ୱେଷ୍ଟର୍ଣ୍ଣ କୋଲଫିଲ୍ଡ ଲିମିଟେଡ ପାଇଛି। ତ ଏମିତି ସବୁ ବିଭିନ୍ନ ଆୱାର୍ଡ ସେଥିରେ ଅଛି। ପୋର୍ଟ କ୍ଷେତ୍ରରେ ଆମ ପାରାଦୀପ ପୋର୍ଟ ପାଇଛି ହେଲା। ତ ଏମିତି ଗୋଟେ କଣ ଗୋଟେ ଆୱାର୍ଡ ଅଛି, ଫାର୍ଷ୍ଟ ଟାଇମ ଶୁଣୁଛୁ। ପ୍ରେଷ୍ଟିଜିୟସ୍ ଲେଖା ହେଇଛି ତ ପଡିଯାଇପାରେ, ତାକୁ ଏକାଡେମିସିଆନ ମାନେ ବେଶୀ ଜାଣିଥିବେ ବୋଧେ, ଜାଣିନି। କ୍ରାଫ୍ଟ ଫୁଡ ପ୍ରାଇଜ କିଏ? ବୀରଭାଦନ ରାମନାଥନ। କ୍ରାଫ୍ଟ ଫୁଡ ପ୍ରାଇଜ କଣ? ଇଣ୍ଡିଆନ ଅରିଜିନ ସାଇଣ୍ଟିଷ୍ଟ ବୀରଭାଦ୍ରନ ରାମନାଥନ won car prize in geosciences for his research in super pollutant and atmospheric brown clouds। ଏଇ atmospheric brown cloud ଯୋଉଟା ହେଜ୍ କରେ, ହେଜ୍ କୋଉଠୁ ଆସେ? ଆମର ପ୍ୟାନ ଯୋଉଟା ପଢିଥିଲେ, ଯୋଉଟା ସେକେଣ୍ଡାରୀ ପଲ୍ୟୁଟାଣ୍ଟ କଭର କରିଥିଲେ ଏଟା ହେଲା। ସେକେଣ୍ଡାରୀ ପଲ୍ୟୁଟାଣ୍ଟ ଓଜନ ଆଉ ପ୍ୟାନ, ତା ଦେହରୁ ବ୍ରାଉନ ହେଜ୍ ହୁଏ, ବ୍ରାଉନ କ୍ଲାଉଡ ତାକୁ କୁହନ୍ତି, ଯୋଉ ଗଲାବେଳେ ଦିନରେ ଦେଖାଯାଏନି କିଛି। ସେଟା କେମିତି ଫର୍ମେସନ ହଉଛି ତା ଉପରେ ମାନେ ଇଏ କରି ଷ୍ଟଡି କରିକି କ୍ରାଫ୍ଟ ଇଣ୍ଟରନ୍ୟାସନାଲ, ତାକୁ କହୁଛନ୍ତି ନୋବେଲ ଅଫ ଜିଓ ସାଇନ୍ସ, ସେଥିପାଇଁ ଏଟା ଇମ୍ପୋର୍ଟାଣ୍ଟ ହେଇଥାଏ ହେଲା। ତ କ୍ରାଫ୍ଟ ଫୁଡ ପ୍ରାଇଜ ଫୁଡ ଉପରେ ନୁହେଁ, ଏଇଟା ହଉଛି ଜିଓ ସାଇନ୍ସ ଉପରେ। ବୀରବର୍ଦ୍ଧନ ରାମନାଥନ, ଏଇଟା ମନେ ରଖିଦିଅନ୍ତୁ, ରାମନାଥନ ପାଇଛନ୍ତି କ୍ରାଫ୍ଟ ଫୁଡ। ଏଇଟା କେମିତି ମନେ ରଖିବା? କ୍ରାଫୋର୍ଡ ପ୍ରାଇଜ, ସରି କ୍ରାଫୋର୍ଡ ତ ଏଇଟା ଏମିତି ମୁଁ ଗୋଟେ କରୁଛି କି CRAM ରାମ, CRAM କ୍ରାଫୋର୍ଡ ବା CRA ରେ CRAFOCR କୁ ଏଟାକୁ ରାମ ହେଲା, RA ରେ ଶ୍ରୀରାମ ପ୍ରୋ। ତ ରାମନାଥନ ସେଥିରୁ ତା ବା ସି ଫୋର୍ଡ ପ୍ରାଇଜ ବା ଭିସି, ଯୋଉ ଆମେ ଭିସି କରୁଛେ ଭିଡିଓ କଲ, ତ ଭିସି ବା ଭିଆରସି ଏମିତି କିଛି ମନାନ୍ତୁ, ଭିଆରସି କ୍ରାଫୋର୍ଡ ରାମନାଥନ, ଭିଆରସି ବା ବୀରଭଦ୍ରନ ରାମନାଥନ। ତ ଏମିତି ହେଇଗଲା, କିଛିଟା ମନେ ରହିଗଲା। ଦେନ୍ ଗ୍ରାମୀ ଆୱାର୍ଡସ, ଗ୍ରାମୀ ଆୱାର୍ଡ ଟ୍ରେଭର ନୋଆ ଆଟ୍ crypto.com, ଆମର ଏରିନା ଲସ୍ ଆଞ୍ଜେଲେସରେ ହେଇଛି, 23rd ଆଣ୍ଡ ଫାଇନାଲ ଟାଇମ ପାଇଁ। 95 କ୍ୟାଟେଗୋରୀରେ ଆୱାର୍ଡ ଦିଆ ହେଇଛି, ସବୁ ମ୍ୟୁଜିକ, ମୁଭି, ଜେନର, ଟେକ୍ନିକାଲ, ମାନେ ମୁଭି କହୁଛି ଖାଲି ମ୍ୟୁଜିକ ଇଏରେ ଦିଆଯାଏ। ଆଉ ସେଇଟା ବାଫ୍ଟାଟା ଥିଲା ମୁଭି ପାଇଁ, ଆଉ ଏଇଟା ଥିଲା ମ୍ୟୁଜିକ ପାଇଁ, ଗ୍ରାମୀଟା ମ୍ୟୁଜିକ ହେଲା। ତ ବ୍ରଡକାଷ୍ଟ ଫର ଦ ଫାର୍ଷ୍ଟ ଟାଇମ CBS ଷ୍ଟ୍ରିମ୍ଡ ବାଇ ପାରାମାଉଣ୍ଟ। ତ ଏଥିରେ କିଛି ଦରକାର ନାହିଁ। ବିଗ୍ ଫୋର ଆୱାର୍ଡ ଇନକ୍ଲୁଡ ସଙ୍ଗ, ରେକର୍ଡ, ଆଲବମ, ବେଷ୍ଟ ନ୍ୟୁ ଆର୍ଟିଷ୍ଟ। ସଙ୍ଗ ରହିଲା, ରେକର୍ଡ ରହିଲା, ଆଲବମ ରହିଲା, ଆଉ ଆର୍ଟିଷ୍ଟ ରହିଲା। ତ ସେଇଟା ଦେଖିବା ଆୱାର୍ଡ କିଏ କଣ ପାଇଛି, ପରେ ଆସିବା ଆଉଥରେ ଦେଖିବା। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଫରେନ୍ ଟ୍ରେଡ ଟପ୍ସ ଟାଇମ ବି ସ୍କୁଲ ରାଙ୍କିଙ୍ଗ। ତ ଟାଇମ ଏଇଟା ଯୋଉ ରାଙ୍କିଙ୍ଗ ଦିଏ, ଏଇଟା ପ୍ରାୟ ସମୟ ଏକ୍ସାମିନର ମାନଙ୍କ ଫେଭରାଇଟ ଥାଏ, ସେଥିପାଇଁ ଏଇଟା ଟିକେ ଦେଖିଦିଅନ୍ତୁ। ଟାଇମ ବି ସ୍କୁଲ ବିଜନେସ ସ୍କୁଲ ରାଙ୍କିଙ୍ଗ ରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ ଅଫ ଫରେନ୍ ଟ୍ରେଡ ଟପ୍ କରିଛି ହେଲା। IIFT ବିଜନେସ ସ୍କୁଲ ରାଙ୍କିଙ୍ଗ ରେ ଇଏ ହେଇଛି, ଟପ୍ କରିଛି। ସେଟା IIFT 1963 ରେ ଫାଉଣ୍ଡ ଆଉଟ୍ ହୋଇଥିଲା, ମଲ୍ଟିପୁଲ କ୍ୟାମ୍ପସ ଅଛି, ସେଟା ଜିତିଲା। ଏଇଠି ଦେଖନ୍ତୁ ଆର ଆସିଗଲା ଗ୍ରାମୀର 68th ଗ୍ରାମୀର ଆର ସେମିତି ଚାଲିଛି। 68th ଗ୍ରାମୀ ଆୱାର୍ଡ, ଆଉ ତାର ଲିଷ୍ଟ ଦେଇଦେଲା ପୁରା। ବେଷ୍ଟ ପପ୍ ଡୁଓ, ବେଷ୍ଟ ଭୋକାଲ ଆଲବମ୍, ଏଇଟା କିଛି ଆମ ଦରକାର ନାହିଁ। ଏଇଟା ଯୋଉ ମନେ ରଖିଦେବାର, ରେକର୍ଡ ଅଫ ଦ ଇୟର ଲୁଥର କେଣ୍ଡ୍ରିକ୍ ଲାମାର। ରେକର୍ଡ ଲାମାର ମୁଁ ଏଟା ମନେ ରଖିଥିଲି, ଲୁଥର କେଣ୍ଡ୍ରିକ୍ ଲାମାର ୱିଥ ACA। ଆଲବମ ଅଫ ଦ ଇୟର ଡେବି ଟାରା ମାସ୍ ଫୋଟୋସ୍, ବ୍ୟାଡ ବନି, ଏଇଟା କହୁଛନ୍ତି ବ୍ୟାଡ ବନି ହେଲା। ବନି, ଆଲବମ ଅଫ ଦ ଇୟର ଆଲବମ ବନି, ତ ବ୍ୟାଡ ବନି। ତ ଏମିତି ମନେ ରଖିବେ। ଆଲବମ ସେଟା ବେଷ୍ଟ ଆଲବମ ପାଇଲା, କିନ୍ତୁ ସବୁଠୁ ବ୍ୟାଡ ଆଲବମ ସେଟା ଥିଲା ମୋ ହିସାବରେ।
ମାନେ ମୁଁ ଗୋଟେ କହୁଛି ବ୍ୟାଡ୍ ଆଲବମ୍ ଥିଲା କିନ୍ତୁ ବେଷ୍ଟ ଆୱାର୍ଡ ପାଇଲା। ତ ବ୍ୟାଡ୍ ଆଲବମ୍ ବ୍ୟାଡ୍ ବନି, ତାର ସଙ୍ଗ ଅଫ ଦ ଇୟର ୱାଇଲ୍ଡ ଫ୍ଲାୱାର, ବିଲି ଫିସ୍ ଓ କର୍ନେଲ, ସଙ୍ଗ ରାଇଟ୍ସ ବିଲି ଏଲିସ୍ ବା ୱାଇଲ୍ଡ ଫ୍ଲାୱାର ତାକୁ କହୁଛନ୍ତି। ସଙ୍ଗ ଅଫ ଦ ଇୟର ସଙ୍ଗ କିଏ ଆମର ୱାଇଲ୍ଡ ଫ୍ଲାୱାର ସଙ୍ଗ ଅଫ ଦ ଇୟର। ବେଷ୍ଟ ନ୍ୟୁ ଆର୍ଟିଷ୍ଟ ଓଲିଭିଆ ଡିନ୍। ତ ଡିନ୍ କାହିଁକି ବେଷ୍ଟ ନ୍ୟୁ ଆର୍ଟିଷ୍ଟ ସେ ଡେବ୍ୟୁ କଲେ ହେଲା, ଡେବ୍ୟୁଟ, ତ ଡି ରୁ ଡିନ୍ କଲେ ଡେବ୍ୟୁଟ, ନ୍ୟୁ ଆର୍ଟିଷ୍ଟ ଡେବ୍ୟୁଟ କରୁଛନ୍ତି, ଡିନ୍ କରୁଛନ୍ତି ଡେବ୍ୟୁଟ। ତ ଏସବୁ ଆଉ କିଛି ମନେ ରଖିବା ଦରକାର ନାହିଁ, ଖାଲି ଏଇ ଚାରିଟା ଆମେ ମନେ ରଖିଦବା। ରେକର୍ଡ ହେଲା ରେକର୍ଡ ଲୁଥର, ଆଲବମ୍ ହେଲା ବ୍ୟାଡ ଆଲବମ୍, ତାପରେ ସଙ୍ଗ ଅଫ ଦ ଇୟର ହେଲା ୱାଇଲ୍ଡ ଫ୍ଲାୱାର। ଆଉ ମାନେ ସଙ୍ଗ ଦେଖୁ ଦେଖୁ ଫ୍ଲାୱାର କଥା ମନେ ପଡେ, ତ ଫୁଲ କଥା ହେଲା ସଙ୍ଗ, ତ ସେମିତି କିଛିଟା ମନେ ରଖିଦିଅନ୍ତୁ। ଆଉ ଜୀବନ ରକ୍ଷା ପଡକ୍ସ ଆୱାର୍ଡ, ଜୀବନ ରକ୍ଷା ପଦକ ଆୱାର୍ଡ, ଜୀବନ ରକ୍ଷା ପଦକ ଆୱାର୍ଡ ପାର୍ଟ 1 ପାର୍ଟ 2, ଏଥିରେ ବିଭିନ୍ନ ଗ୍ୟାଲେଣ୍ଟ୍ରି ଆୱାର୍ଡ ଫାୱାର୍ଡ କଣ ମିଳିଲାନି, ଏଥିରେ ବେଶୀ କିଛି ମନେ ରଖିବା ଭଲ ନାହିଁ, କେତେ ଆୱାର୍ଡ ଯେ ପାଉଛନ୍ତି ବାପରେ। ମଣିପୁର ଫିଲ୍ମ ବୁମ୍ ବାପ୍ତା 2000 ନୋମିନେସନ ହେଲା, ଏଇଟା ଆମେ ପଢିଥିଲେ, ଏଇଟା ଆଉ ପଢିବା ଦରକାର ନାହିଁ। ତ ଏଇଟା ଗୋଟେ ମନେ ରଖନ୍ତୁ। ସିକିମ ପୋଲିସ receives President Color Award for Excellence। ତ ପ୍ରେସିଡେଣ୍ଟ କଲର ଆୱାର୍ଡ ଏଇଟା ଗୋଟେ ପ୍ରେଷ୍ଟିଜିୟସ୍ ଆୱାର୍ଡ ଥାଏ ପ୍ରେସିଡେଣ୍ଟ କଲର ବୋଲି, ତ ସେଇଟାକୁ ଟିକେ ମନେ ରଖିଥିବେ। ଏଇଟା କିଏ ପାଇଛି? ଏଇଟା ସିକିମ ଆମର ଫାଷ୍ଟ ଗ୍ରୀନ ଯୋଉ ଅର୍ଗାନିକ ଷ୍ଟେଟ ଥିଲା ସିକିମ, ତ ସେଇଟା ମନେ ରଖନ୍ତୁ। 15th state and third from north east to receive prestigious award, ମାନେ କେତେ ପାଇସାରିଲେଣି। ତ ଏଇଟା ଗୋଟେ କଣ ଦେଇଛି, ଡକ୍ଟର ଚନ୍ଦ୍ରକାନ୍ତ ଲହରିଆ ୱିନ୍ସ ୱିଲି ରିସର୍ଚ୍ଚ ହିରୋଜ ପାଇ 2025। ୱିଲି ରିସର୍ଚ୍ଚ ହିରୋ ମାନେ କଣ? WHO ଷ୍ଟାଫ ସେ ଥିଲେ ଚନ୍ଦ୍ରକାନ୍ତ ଲହରିଆ, ଯେ ଫାଷ୍ଟ ଇଣ୍ଡିଆନ ଟୁ ୱିନ୍ ପ୍ରେଷ୍ଟିଜିୟସ୍ ୱିଲି ରିସର୍ଚ୍ଚ ହିରୋଜ ପ୍ରାଇଜ। ଏ ରିସର୍ଚ୍ଚ କରି ଇମ୍ୟୁନାଇଜେସନ ପଲିସି ଲେଟ୍ ଟୁ ଇଣ୍ଟ୍ରୋଡକ୍ସନ ସିକ୍ ନିଉ ଭ୍ୟାକ୍ସିନ ଇନ୍ ନ୍ୟାସନାଲ ପ୍ରୋଗ୍ରାମ ଆମର ଇନ୍ଦ୍ରଧନୁଷ ଅଛି, ଯୋଉଥିରେ କି ଆମର ଇମ୍ୟୁନାଇଜ କରାହଉଛି ପୋଲିଓ, ହେପାଟାଇଟିସ ଏସବୁ ଏଥିରେ କଭର ହଉଛି। ତ ମନେ ରଖିବେ ଇନ୍ଦ୍ରଧନୁଷ ସ୍କିମ୍ ପାଖାପାଖି 6-7ଟା ସେଥିରେ ରହୁଛି ଇଏ, ତ ଡିପ୍ଥେରିଆ ଏସବୁ ଅଛି। ତ ସେଥିରେ ସେ ଇଣ୍ଟ୍ରୋଡ୍ୟୁସ କରିଥିଲେ କିଏ? ଡକ୍ଟର ଚନ୍ଦ୍ରକାନ୍ତ ଲହରିଆ, ୱିଲି ରିସର୍ଚ୍ଚ ହିରୋ ଚନ୍ଦ୍ରକାନ୍ତ ଲହରିଆ, ଏମିତି କିଛିଟା ଗୋଟେ ମନେ ରଖନ୍ତୁ। ତାପରେ ନମିତା ଗୋଖଲେ honored with lifetime award at Banaras Lit Fest। Namita Gokhale and received the Bharatendu Harishchandra Lifetime Achievement Award, Banaras Lit Fest, celebrating impact on Indian literature। तो Lifetime Achievement नमित गोखले, एक्सीलेंस फिक्शन, पोएट्री, नॉन फिक्शन ये सब से ମାନେ मोस्टली लिटरेचर ହେଲା। बनारस लिट फेस्टिवल बुक अवार्ड विनर, एते सब कौन देखिबा हमरो देखिया दरकार नै। ଆଉ ରିଅଲ ଇଷ୍ଟେଟ ଡେଭଲପର ଜଣକୁ ଆୱାର୍ଡ ଦିଆଯାଇଛି, ସେ ହଉଛି ଏକର ରାଇଜ। ନାଁଟା ମନେ ରଖିବେ, ଏକର ରାଇଜ। ଏଠି ଇଜି ଲାଗୁଛି ଏକର ରାଇଜ ତ, କିନ୍ତୁ ସେଠି ପୁରା ରିଅଲ ଇଷ୍ଟେଟ ନାଁ 3ଟା ଦେଇଥିବ କମ୍ପାନୀ ନାଁ, ତ ପୁରା କନଫ୍ୟୁଜ ହେଇଯିବେ। ଏକରରୁ ଗୋଟେ ଏକର ଲ୍ୟାଣ୍ଡ ରୁ ପୁରା ଘର ଠିଆ କରିଦେଇକି ସେ ଆୱାର୍ଡ ଜିତିଗଲା। ଗୋଟେ ଏକର ଲ୍ୟାଣ୍ଡ ରେ ବଡ ଘର ସେ ତିଆରି କରିଛି, ଏକର ରାଇଜ। ତ ଏମିତି ମନେ ରଖିବେ। ତ REC Limited wins silver at Scotch Award 2025 for net zero emission। ମୁଁ କହିଥିଲି ନେଟ୍ ଜିରୋ ଏମିଶନ କାର୍ବନ ନ୍ୟୁଟ୍ରାଲ ଭିତରେ ଡିଫରେନ୍ସ ମୋର ଏନଭାରନମେଣ୍ଟ କ୍ଲାସରେ। ତ REC Limited ମହାରତ୍ନ NBFC ସ୍କଚ ସିଲଭର ଫର କର୍ପୋରେଟ ନେଟ୍ ଜିରୋ ଏମିଶନ, କର୍ପୋରେଟ କ୍ଷେତ୍ରରେ ଏଇଟା ଏଇ ପାଇଁ ଥାର୍ଡ ସିଲଭର ଆୱାର୍ଡ ପାଇଛି REC Limited ହେଲା। ତାପରେ ଏଇଟା ଗୋଟେ ଦେଖନ୍ତୁ, मेजर स्वाति शांता कुमार wins UN Secretary General's Award। UN Secretary General's Award कहीं पाइଛନ୍ତି?
यूएन सेक्रेटरी जनरल अवार्ड मेजर स्वाति शांता कुमार। तो इंडियन आर्मी ऑफिसर से यूएन जेंडर कैटेगरी रिकॉग्नाइज फॉर हर प्रोजेक्ट इक्वल पार्टनर्स लास्टिंग पीस स्टार्टिंग फ्रॉम यूएन पीस कीपिंग मिशन वर्ल्ड वाइड। तो पीस कीपिंग मिशन ପାଇଁ ସେ ପାଇଛନ୍ତି ସ୍ୱାତି ଶାନ୍ତା କୁମାର ୟୁଏନଜିଏ ଆୱାର୍ଡ ଦେଇଛନ୍ତି କୋଉଥିରେ ସ୍ୱାତି ଶାନ୍ତା କୁମାର। ସ୍ୱାତି ଶାନ୍ତା ମାନେ ସେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ପାଇଛନ୍ତି ତାର ମନ ଶାନ୍ତି ଶାନ୍ତା ପିସ୍ କିପିଂ ଆୱାର୍ଡ ଏଟା ହେଲା। ଗୋଲ୍ଡେନ ଗ୍ଲୋବ ଆୱାର୍ଡ ଏଇଟା ଦେଖନ୍ତୁ गोल्डन ग्लोब आवर क्विक रनर्स विनर्स टॉप फिल्म कैटेगरी। तो ये फिल्म कैटेगरी रे विभिन्न अवार्ड एथिरे दिया जाए कौन सब बेस्ट ड्रामा हामनेट बेस्ट कॉमेडी वन बैटल आफ्टर अनदर बेस्ट नॉन म्यूजिकल फिल्म सीक्रेट एजेंट। तो ये सब जिनस अच्छी मन रखा भी भारी कष्ट हामनेट टा खाली मन रखि दियंतु। ए गोल्डन ग्लोब अवार्ड एते मन रखिया एते दरकार नहीं बस खाली एठी गोटे एडोलसेंस टा बहुत न्यूज रे थिला बेस्ट लिमिटेड आंथोलॉजी सीरीज एडोलसेंस एटा खाली जस्ट माइंड रे रखि दियंतु। तो बेसी किसी नहीं एथिरे फास्ट इन इंटर ऑपरेबल क्रिमिनल जस्टिस सिस्टम इंटर ऑपरेबल क्रिमिनल जस्टिस सिस्टम रे हमर उत्तराखंड टॉप करिछि है ना जो हमर सिक्किम पुलिस पाइथिला जो कलर ऑफ मेडल ऑनर एटा सिक्किम उत्तराखंड पुलिस पाइला आईसीजी रे 2 रे टॉप। नृत्य कला नीति अवार्ड कन्फर्ड उर्मिला सत्यनारायण। तो सत्य जे नृत्य से है ना सत्य इक्वल टू नृत्य एमती सत्यनारायण सत्य नृत्य भरतनाट्यम एक्सपोनेंट। तो वन ऑफ द ओल्डेस्ट क्लासिकल डांस फॉर नृत्य प्योर डांस नृत्य एक्सप्रेशन डांस नाट्य नृत्य नृत्य होची खाली डांस को कोनसे नृत्य और नृत्य होची एक्सप्रेशन जो तुम खाली बिना विदाउट एक्सप्रेशन पूरा फुल डांस करो सेटा होची नृत्य तुम एक्सप्रेशन देकरी किछि एक्सप्रेस तुम भाषा भंगी भी किछि आसुची तमठारु किछि एक्सप्रेस करिया चाहतो डांस करे सेटा होची नृत्य और ड्रामा ड्रामा जदी करूछ ठिया कि तो सेटा होची नाट्य। तो ये प्रकार तीनटा एलिमेंट कर्नाटिक म्यूजिक तो सेटा जानियार अछि। देन ଆଉ के शिव कुमार कलानिधि एटा मु डिस्कशन करिथिली जो हमर करंट अफेयर्स रे कलानिधि अवार्ड एटी कला मनकर श्रीराम 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 कहार रूप थिले कृष्णଙ୍କର रूप थिले तो श्रीराम भी कला थिले हैला कला थिले तो से कलानिधि अवार्ड पाइचंती। तो एटा मन रखिले आ नृत्य होची एटा होची संगीत कलानिधि नृत्य कलानिधि होची नृत्य सत्य संगीत श्रीराम मनकर सेमिति भी जदि कलानिधि कन्फ्यूजन हेबे ताहले हमें एमिति करदबा कि श्रीराम को दरबार रे संगीत परफॉर्मेंस हैला संगीत परफॉर्मेंस किए कले तांकर पुओ लव और कुश संगीत परफॉर्मेंस तो श्रीराम को दरबार रे संगीत परफॉर्मेंस तो संगीत कलानिधि। तो एटा मन रहिला साहित्य सम्मान इफको साहित्य सम्मान। तो इफको साहित्य सम्मान गोटे कि पाइगले मैत्रेयी पुष्पा पाइले हमर इफको साहित्य सम्मान मैत्रेयी पुष्पा। तो पुष्पा साहित्य सम्मान तो ये केमती मन रखा पुष्प साहित्य मनकर पुष्प साहित्य फूल उपरे साहित्य साहित्यिक लैंग्वेज से पुष्प साहित्य मैत्रेयी पुष्प। झांग माओ मोस्ट अचीव्ड चाइनीज अवार्ड became first painter honored by Macca most achieved Chinese award post by এটা ଜିତିଛନ୍ତି ଝାଙ୍ଗ ମାମୁ ଦାମ ଏଟା ଇମ୍ପୋର୍ଟାଣ୍ଟ ନାହିଁ। ଏଠି ବାଲ ପୁରସ୍କାର ବୈଭବ ସୂର୍ଯ୍ୟବଂଶୀ କ୍ରିକେଟର 15 ବର୍ଷ ସେ ତାଙ୍କ ମିଳିଲା ବହୁତ ଫେମ କରିଗଲେଣି ସେ ଏଟା ଜାଣିଥିବେ। ତାପରେ ୱିନ୍ 40 अंडर 40 लॉयर अवार्ड 40 अंडर 40 लॉयर अवार्ड एडवोकेट शुभम अश्वस्थी जीतिଛନ୍ତି ଏଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ ये न्यूज। सेटा ହେଲା एडवोकेट ଥିଲେ राष्ट्रीय विज्ञान पुरस्कार ଏଟା ଟିକେ ମନେ ରଖିଦବ। ଆମର କିଏ ହେଲେ ପଦ୍ମ ବିଭୂଷଣ ପ୍ରଫେସର ଜୟନ୍ତ ବିଷ୍ଣୁ ନାର୍ଲିକର ପୋସ୍ଥୁମସଲି ବିଜ୍ଞାନ ରତ୍ନ ଆୱାର୍ड ପାଇଛନ୍ତି।
What is India's highest recognition for contribution to science technology? ପାଇଁ ଏଇଟା ପ୍ରଫେସର ଜୟନ୍ତ ବିଷ୍ଣୁ ନାର୍ଲିକର ହେଲା। ତ ବିଜ୍ଞାନ ରତ୍ନ ଆୱାର୍ଡ କିଏ ପାଇଲେ? ଜୟନ୍ତ ବିଷ୍ଣୁ ନାର୍ଲିକର JVN ସାଇନ୍ସ ପୁରସ୍କାର ପାଇଲେ ହେଲା। ବିଜ୍ଞାନ ପୁରସ୍କାର ଭି ରୁ ବିଷ୍ଣୁ ବିଜ୍ଞାନ ପୁରସ୍କାର ବି ରୁ ବିଷ୍ଣୁ ଜୟନ୍ତ ବି ରୁ ବିଷ୍ଣୁ ଦେଖିବେ ନାଁରେ ଗୋଟେ ଜୟନ୍ତ ବିଷ୍ଣୁ ଥିବ ତ ବିଟା ହଉଛି JVN ବିଜ୍ଞାନ ପୁରସ୍କାର। ତ ଏମିତି ମନେ ରଖିବେ ଜୟନ୍ତ ବିଜ୍ଞାନ ନାର୍ଲିକର ଏମିତି ମନେ ରଖନ୍ତୁ ହେଲା। ତ ଫାଷ୍ଟ ଲର୍ଣ୍ଣିଂ ଡିଜାବୁଲ୍ଡ ଟର୍ନର ପ୍ରାଇଜ ବି ଦିଆ ହଉଛି ଆମର ଟର୍ନର ପ୍ରାଇଜ ୱାର୍ଲଡ ଫେମସ ପ୍ରାଇଜ ଗୋଟେ ଆମର ଏଇଟା ଜାଣିଛନ୍ତି ଟର୍ନର ପ୍ରାଇଜ ୟୁନାଇଟେଡ କିଙ୍ଗଡମ ମୋଷ୍ଟ ପ୍ରେଷ୍ଟିଜିୟସ୍ ଭିଜୁଆଲ ଆର୍ଟ ଆୱାର୍ଡ ହେଲା। ତ ଫାଷ୍ଟ ଲର୍ଣ୍ଣିଂ ଡିଜାବୁଲ୍ଡ ଟର୍ନର ପ୍ରାଇଜ କିଏ? ନେନା କାଲୁ ଏଇଟା ମନେ ରଖିବେ। ଦେଖ ନେନା କାଲୁ ଭିଜୁଆଲି ଡିଜାବୁଲ୍ଡ ମାନେ ତାର କଣ ପାଇଁ ମନେ ଯୋଉ ବି କାଟେଗୋରୀ ହଉ ଆମେ ଖାଲି ନେନା ମାନେ ତାଙ୍କର ଆଇ ନାହିଁ ତ ଭିଜୁଆଲି ହ୍ୟାଣ୍ଡିକ୍ୟାପ ଥିଲେ ତ ନେନା ହେଲା। ନେନା କାଲୁ ମନେକର ଯୋଉ କାଲୁ ମାନେ କହନ୍ତି କାଲ କୁହନ୍ତି ତ ଏମିତି ମୁଁ ତାଙ୍କୁ ବ୍ୟଙ୍ଗ କରୁନି ବଟ୍ ମୁଁ ମନେ ରଖିବା ପାଇଁ ଯୋଉଟା ହେଇପାରିବ ମୁଁ କରୁଛି। ନେନା କାଲୁ ତାଙ୍କର ଆଖି କାନ ନଥିଲା ସିଏ ଲର୍ଣ୍ଣିଂ ଡିଜାବୁଲ୍ଡ ଟର୍ନର ପ୍ରାଇଜ ପାଇଲେ ତ ନେନା କାଲୁ ହେଲା। ନେନା ଆଖି ନାହିଁ କି କାନ ନାହିଁ ନେନା କାଲୁ ଏମିତି କିଛି। ବେଷ୍ଟ ଡୋମେଷ୍ଟିକ ଏୟାରଲାଇନ୍ 2025 ଆମର ଏୟାର ଇଣ୍ଡିଆ ପାଇଲା ହେଲା। ଗଭର୍ଣ୍ଣମେଣ୍ଟର ଥିଲା ତ ପ୍ରାଇଭେଟାଇଜ କରୁଛି ଏବେ କିନ୍ତୁ ସିଏ ପାଇଲା ବେଷ୍ଟ ଡୋମେଷ୍ଟିକ ଏୟାରଲାଇନ୍ ତ ଏଇଟା ମନେ ରଖିଦେବେ। ଆଉ ଏଇଟା ଗୋଟେ ମନେ ରଖନ୍ତୁ ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ୱାର୍ଲଡର ବେଷ୍ଟ ୱାର୍ଲଡର ବେଷ୍ଟ ଏୟାରପୋର୍ଟ କିଏ ପାଇଲା? ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ପାଇଲା ୱାର୍ଲଡର ବେଷ୍ଟ ଏୟାରପୋର୍ଟ। ତ ଏଇଟା ମନେ ରଖିବେ ସିଙ୍ଗାପୁରର ଚାଙ୍ଗି ଏୟାରପୋର୍ଟ ମାନେ ଚାଙ୍ଗା ଏୟାରପୋର୍ଟ ହେଲା। ଚାଙ୍ଗା ଏୟାରପୋର୍ଟ ବେଷ୍ଟ ଏୟାରପୋର୍ଟ ମାନେ ଚାଙ୍ଗା ଏୟାରପୋର୍ଟ ସିଙ୍ଗାପୁରର। ଓଟିପି ଆୱାର୍ଡଟା ଏତେ ମନେ ରଖିବାକୁ ମୁଁ ଚାହୁଁନି। ତ ନ୍ୟାସନାଲ ଏନର୍ଜି କନଜରଭେସନ ଆୱାର୍ଡ ମିଆନା ରେଲୱେ ଷ୍ଟେସନ ଏଇଟା ଟିକେ ମନେ ରଖିଦିଅନ୍ତୁ। ସେ ନ୍ୟାସନାଲ ଏନର୍ଜି କନଜରଭେସନ ଆୱାର୍ଡ ଗୋଟେ ଜିତିଛି ମିଆନା ହେଲା। ତାପରେ ଇନୋଭିଟି ୱିନ୍ସ ହୁରୁନ ଫ୍ୟୁଚର ୟୁନିକର୍ନ ସାସ୍ ଆୱାର୍ଡ। ଇନୋଭିଟି ଗୋଟେ କମ୍ପାନୀ ସେ ଜିତିଛି ଏକ୍ସଚେଞ୍ଜ ଇନ ସାସ୍ ବେସ୍ଡ ପେମେଣ୍ଟ ସିଷ୍ଟମ ଚିତା ଇନ ୟୁନିକର୍ନ କାଟାଗୋରୀ ସବୁ କରାହେଇଛି ଚିତା ଏସବୁ ଏମିତି ତ ସେଇଟା ଛାଡ଼। ଏଇଠି ନ୍ୟାସନାଲ ଏନର୍ଜି କନଜରଭେସନ ଆୱାର୍ଡ ଯୋଉଟା ସବୁ ଦିଆ ହେଲା ସେଥିରେ ଯୋଉ ମିଆନା ରେଲୱେ ଷ୍ଟେସନ ଟା ଜିତିଛି ଆଉ ସବୁ ଅଲଗା ସବୁ ଷ୍ଟେଟ ୱିନରରେ କର୍ଣ୍ଣାଟକା ହେଲା ଟପ୍ ତାପରେ ଆନ୍ଧ୍ରପ୍ରଦେଶ ତାପରେ କେରଳ ଏ ସବୁ ଜିତିଛନ୍ତି ଷ୍ଟେଟରେ କର୍ଣ୍ଣାଟକା ତାପରେ ମିଆନା ହଉଛି ରେଲୱେ ଷ୍ଟେସନ ଆଉ ଏଥିରେ କର୍ଣ୍ଣାଟକା ତାପରେ ଆନ୍ଧ୍ରପ୍ରଦେଶ ତାପରେ କେରଳ ଏମିତି ମନେ ରଖନ୍ତୁ। ଆଉ ଏଇଟା DBS ନେମ୍ଡ ଗ୍ଲୋବାଲ ବ୍ୟାଙ୍କ ଅଫ ଦ ଇୟର ବାଇ ଦ ବ୍ୟାଙ୍କର ବେଷ୍ଟ ବ୍ୟାଙ୍କରେ DBS ହେଲା। DBS ଟା ପାଇଲା ବେଷ୍ଟ ବ୍ୟାଙ୍କ ଅଫ ଦ ଇୟର ହେଡକ୍ୱାର୍ଟର ସିଙ୍ଗାପୁରରେ ଅଛି ଗ୍ଲୋବାଲ ବ୍ୟାଙ୍କ ଅଫ ଦ ଇୟର 2025 ଏଇଟା ମନେ ରଖିଦିଅନ୍ତୁ ଗ୍ଲୋବାଲ ବ୍ୟାଙ୍କ ଅଫ ଦ ଇୟର। ଟାଇମ ଏଇଟା ବି ଇମ୍ପୋର୍ଟାଣ୍ଟ ଏଇଟା ଗୋଟେ ମନେ ରଖିଦିଅନ୍ତୁ। ଟାଇମ ନେମ୍ସ ଆର୍କିଟେକ୍ଟ ଅଫ ଏଆଇ ଆଜ ପର୍ସନ ଅଫ ଦ ଇୟର ଏହାକୁ ଆର୍କିଟେକ୍ଟ ଅଫ ଏଆଇ କଲେକ୍ଟିଭ ଅନର ଦିଆଯାଇଛି ଟାଇମ ସ୍ପଟଲାଇଟ ଏଆଇ ଲିଡର୍ସ ୱାଙ୍ଗ ଜୁକରବର୍ଗ ମସ୍କ ଫେଇଲି ଆଜ ମାନେ 2025 ଇନଫ୍ଲୁଏନ୍ସିଆଲ ଫିଗର ହେଲା ଜଣକୁ କାହାକୁ ଦିଆହେଇନି ଏଇଟା ଗ୍ରୁପରେ ଦିଆହେଇଛି ଏଇଟା ମନେ ରଖିବେ। ତ ଏଇଟା ହେଲା ଆର୍କିଟେକ୍ଟ ଅଫ ଏଆଇ କୁ ସେ ଦେଇଛି। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ସୁପ୍ରିୟା ସାହୁ wins UNEP's 2025 Champions of the Earth Award। ଚାମ୍ପିଅନ୍ସ ଅଫ ଦ ଆର୍ଥ ଆୱାର୍ଡ ୟୁନେପ ଦଉଛି ଏଇଟା ସେଭେନ୍ଥ କୋଉଠି ହେଇଛି ନାଇରୋବିରେ ହେଇଛି ଏଇଟା ଆମେ ଜାଣିଲେ ତାର ହେଡକ୍ୱାର୍ଟର ତ ସେଇଥିରେ ସୁପ୍ରିୟା ସାହୁ ଜିତିଛନ୍ତି ଚାମ୍ପିୟନ ସୁପ୍ରିୟା ସାହୁ ଚାମ୍ପିୟନ ତ ତାକୁ କେମିତି ମନେ ରଖିଦିଅନ୍ତୁ।
ତ ଏମିତି ମୁଁ ମନେ ରଖୁଛି କି ସୁଚାରୁ ରୂପେ ସେ ଆର୍ଥ କୁ ମ୍ୟାନେଜ କଲେ ବୋଲି ସୁଚାରୁ ସୁଚାରୁ ରୂପେ ମ୍ୟାନେଜ କଲେ ବୋଲି ତାଙ୍କୁ ଆୱାର୍ଡ ମିଳିଲା। ସୁପ୍ରିୟା ସାହୁଙ୍କୁ ଚାମ୍ପିୟନ ଆୱାର୍ଡ ଚାମ୍ପିୟନ ସୁପ୍ରିୟା ସାହୁଙ୍କୁ ଚାମ୍ପିୟନ ଆୱାର୍ଡ କାହିଁକି ମିଳିଲା ନା ସେ ସୁଚାରୁ ରୂପେ ଆମର ମ୍ୟାନେଜମେଣ୍ଟ କଲେ ଆର୍ଥ ଆୱାର୍ଡ ପାଇଲେ ହେଲା ସେଟା ମନେ ରଖିଲେ। ନ୍ୟାସନାଲ ହ୍ୟାଣ୍ଡିକ୍ରାଫ୍ଟ ଆୱାର୍ଡ 2023 ପାଇଁ ସେ ଏବେ ଦିଆହେଇଛି ମଣିପୁରର 3 ଜଣଙ୍କୁ ମିମିଚା, ଓଙ୍ଗବି, ଇନ୍ଦିରା ଦେବୀ ଆଉ ବିମଳା ଦେବୀ ହେଲା। ଲୈସ୍ରାମ, ମିମିଚା, ଅଙ୍ଗବି, ଇନ୍ଦିରା ଦେବୀ ଆଣ୍ଡ ବିମଳା ଦେବୀ। ତ ଏମିତି ମାଇଣ୍ଡ ଏମିତି ମୁଁ ମନେ ରଖିଦଉଛି MIND ମାଇଣ୍ଡ ମିମିଚା, ଇନ୍ଦିରା ଦେବୀ ଆଉ ଦେବୀ ବିମଳା ଦେବୀ ଇନ୍ଦିରା ଦେବୀ। ତ ଏମିତି ମନେ ରଖିବ ମାଇଣ୍ଡ 3ଟା ହ୍ୟାଣ୍ଡିକ୍ରାଫ୍ଟ ମିଶନରେ ହ୍ୟାଣ୍ଡିକ୍ରାଫ୍ଟ ଆୱାର୍ଡ ପାଇଛନ୍ତି। ଏଇଟା ଇମ୍ପୋର୍ଟାଣ୍ଟ ଇଣ୍ଡିଆନ ପିଟା ପର୍ସନ ଅଫ ଦ ଇୟର ଆୱାର୍ଡ ରବିନା ଟଣ୍ଡନ ହେଲା। ରବିନା ଟଣ୍ଡନ ଆକ୍ଟ୍ରେସ୍ ପର୍ସନ ଫର ଏଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ ପର୍ସନ ଅଫ ଦ ଇୟର ଅନୁସାରେ ଇଏ 1980 ଫାଉଣ୍ଡ ହେଲାଣି ତ ତାଙ୍କୁ ରବିନା ଟଣ୍ଡନକୁ ଦିଆହେଇଛନ୍ତି। ତାପରେ ଆଉ ଗୋଟେ ହେଲା ନୀଲ ମୋହନ ସିଓ ଅଫ ଦ ଇୟର ଫର ଲିଡରସିପ ଆଟ ୟୁଟ୍ୟୁବରେ ଲିଡରସିପ ପାଇଁ ସିଓ ଆୱାର୍ଡ ଦିଆଯାଇଛି କାହାକୁ ନୀଲ ମୋହନ ତ ଏଇଟା ମନେ ରଖିଦିଅନ୍ତୁ ନୀଲ ମୋହନକୁ ଦିଆହେଲା ଆଉ ୟୁଟ୍ୟୁବରେ ଲିଡର ସିଓ ଅଫ ଦ ଇୟର ୟୁଟ୍ୟୁବ ନୀଲ ମୋହନ। ତାପରେ ଅନନ୍ତ ଅମ୍ବାନୀ ଜିତିଲେ ଏଇଟା ଇମ୍ପୋର୍ଟାଣ୍ଟ ହ୍ୟୁମାନିଟାରିଆନ ଆୱାର୍ଡ ଫର ଆନିମଲ ୱେଲଫେୟାର ପାଇଁ ଅନନ୍ତ ଅମ୍ବାନୀ ଜିତିଛନ୍ତି। ଏଇଟା ଆମେ ଇମ୍ପୋର୍ଟାଣ୍ଟ ନ୍ୟୁଜ୍ ଆର୍ଥର ବି ପଡିଥିଲା ଏଇଟା ବନ୍ତାରା ଫାଉଣ୍ଡର କରିଥିଲେ ପ୍ରାଇଭେଟ ଆନିମଲ ହସ୍ପିଟାଲ ବା କନଜରଭେସନ ସେଣ୍ଟର ଫାଷ୍ଟ ଇଣ୍ଡିଆର ତ ସେଥିପାଇଁ ସେ ଅନନ୍ତ ଅମ୍ବାନୀ ଜିତିଛନ୍ତି। ଇନାଗୁରାଲ ଫିଫା ପିସ୍ ପ୍ରାଇଜ କିଏ ଡୋନାଲ୍ଡ ଟ୍ରମ୍ପ ଜିତିଲେ। ଏଥର ଫିଫା ୱାର୍ଲଡ କପ୍ ୟୁଏସଏ ରେ ହଉଛି ଇରାନ ସେଥିପାଇଁ ହଟିଯାଇଛି ଖେଳିବନି ବୋଲି ତ ଏଇଟା ମନେ ରଖନ୍ତୁ। ଟପ୍ 100 କର୍ପୋରେଟ ଷ୍ଟାର୍ଟଅପ୍ ଷ୍ଟାରରେ ବିପିସିଏଲ ହେଇଛି ଟପ୍ କରିଛି ଏଇଟା ମନେ ରଖିବେ ବିପିସିଏଲ। ୱିନ୍ସ 2025ର ଡକ୍ଟର ପୌଲସ ମାର୍ସ ଗ୍ରେସିୟସ୍ ଆୱାର୍ଡ। ତ ଟେସି ଥୋମାସ ଆମେ ଜାଣିଛନ୍ତି ମିସାଇଲ ଓମ୍ୟାନ ଅଫ ଇଣ୍ଡିଆ ଟେସି ଥୋମାସ ତ ତାଙ୍କୁ ଡିଆରଡିଓ ସାଇଣ୍ଟିଷ୍ଟ ଫାଷ୍ଟ ଓମ୍ୟାନ ଇଣ୍ଡିଆ ଟୁ ହେଡ୍ ମିସାଇଲ ପ୍ରୋଜେକ୍ଟ ଅଗ୍ନିପୁତ୍ରୀ ତାଙ୍କୁ କୁହାଯାଉଛି ତ ସେ ଏଇ ଆୱାର୍ଡଟା ଜିତିଛନ୍ତି। କୋଉଟା ଡକ୍ଟର ପୌଲାସ ମାର ଗ୍ରେଗୋରିୟସ ଆୱାର୍ଡ ମାର ଗ୍ରେଗୋରିୟସ ମାର ମାନେ ମିସାଇଲ ମାରିବ ମିସାଇଲ ମାରିଲେ କି ଆମର ମିସାଇଲ ଓମ୍ୟାନ ଟେସି ଥୋମାସ ତ ଏମିତି ମନେ ରଖିଦିଅନ୍ତୁ। ତ ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ନ୍ୟୁଜ ଅଛି। ଦେଖନ୍ତୁ ଆଇଜିଆଇ ଏୟାରପୋର୍ଟ ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟ କୋଉଠି ଦିଲ୍ଲୀ ସେ ୱାଟର ପଜିଟିଭ ଷ୍ଟାଟସ୍ ସେଟ୍ କଲା ମାନେ ଯେତିକି ୱାଟର ସେ ୱାଟର ଯେତିକି ୟୁଜ କରି ତାଠୁ ଅଧିକ ସେ ଜେନେରେଟ କରୁଛି ମାନେ ୱାଟର ଏଫିସିଏଣ୍ଟ ମ୍ୟାନେଜମେଣ୍ଟ ପାଇଁ କିଏ ଆମର ଆଇଜିଆଇ ଏୟାରପୋର୍ଟ ଏଇଟା 46th ହୋଣ୍ଡା ପ୍ରାଇଜ କିଞ୍ଚି ଇଗା ତ ଏଇଟା ଏତେ ମନେ ରଖିବା ଦରକାର ନାହିଁ। ଏଇଟା ୱାର୍ଲଡ ଆଥଲେଟ୍ ଅଫ ଦ ଇୟର କିଏ ଆମର ଜିତିଛନ୍ତି ଡୁପ୍ଲାଣ୍ଟିସ୍ ମ୍ୟାକଲୋଭିନ ଲେଭ୍ରୋନ ଡୁପ୍ଲାଣ୍ଟିସ୍ ପୋଲ ଭଲ୍ଟ ଖେଳନ୍ତି ସେ ସବୁଠୁ ୱାର୍ଲଡର ଏବେ ଚାମ୍ପିୟନ ଅଛନ୍ତି ତାଙ୍କର ମୁଁ ଦେଖିଥିଲି ଅଲିମ୍ପିକ୍ସରେ ତ ଡୁପ୍ଲାଣ୍ଟିସ୍ ଆଥଲେଟ୍ ଅଫ ଦ ଇୟର ମ୍ୟାକଲୋଭିନ ଲେଭ୍ରୋନ ରିସିଭ୍ ତ ଇଏ ସେଇ ପୋଲ ଭଲ୍ଟ ଡୁପ୍ଲାଣ୍ଟିସ୍ ୟୁଏସ୍ ସ୍ପ୍ରିଣ୍ଟର ଇଏ ହଉଛନ୍ତି ୟୁଏସ୍ ସ୍ପ୍ରିଣ୍ଟର ସିଡନୀ ମ୍ୟାକଲୋଭିନ ଲେଭ୍ରୋନ ସେ ଜିତିଛନ୍ତି ଆଥଲେଟ୍ ଅଫ ଦ ଇୟର ଏଇଟା ମନେ ରଖିବା। ତାପରେ ଜୟ ଶାହା ଅମିତ ଶାହାଙ୍କ ପୁଅ ବିସିସିଆଇ ର ଚିଫ୍ ଅଛନ୍ତି ସେ ଇଣ୍ଡିଆନ ଅଫ ଦ ଇୟର 2025 ଆଉଟଷ୍ଟାଣ୍ଡିଂ ଆଚିଭମେଣ୍ଟ ପାଇଁ ଜିତିଛନ୍ତି ଜୟ ଶାହା ହେଲା ଏଇଟା ମନେ ରଖିବେ ଏମି ଆୱାର୍ଡ ସେମିତି ହେଇଗଲାଣି ଏମି ଆୱାର୍ଡ ମୁଭି ପାଇଁ ଦିଆଯାଏ ଆଉ ଏଇଟା ଗୋଟେ ମନେ ରଖିବା ଲୋକନାୟକ ଫାଉଣ୍ଡେସନ ଲିଟରାରୀ ଆୱାର୍ଡ
किए लोकनायक लिटरेरी फाउंडेशन अवार्ड किए बेलमाला सीमाना, बेलमाला सीमाना लोकनायक फाउंडेशन तेलुगु राइटर 100% वार्क ତାଙ୍କର ଅଛି ଲୋକନାୟକ ଲିଟରେରୀ ଫାଉଣ୍ଡେସନ ସେ ଜିତିଛନ୍ତି। ସୀମାନା ଲୋକନାୟକ ସୀମାନା କେମିତି ମନେ ରଖିବେ? ତ ଏଇଟା ବେଲମାଳା VSLN କିଛି ବି ଗୋଟେ କରି ମନେ ରଖିଦିଅନ୍ତୁ। ଏଇଟା ଲୋକନାୟକ ଆୱାର୍ଡ ଲୋକନାୟକ ବେଲମାଳା ସୀମାନା। ତାପରେ ମିସ୍ ୟୁନିଭର୍ସ କିଏ ଜିତିଲେ? ମିସ୍ ୟୁନିଭର୍ସ ଜିତିଲେ ମିସ୍ ମେକ୍ସିକୋ ଫାତିମା ବୋସ୍। ଫାତିମା ବୋସ୍ ଜିତିଲେ ଆମର ମିସ୍ ୟୁନିଭର୍ସ ମେକ୍ସିକୋର କିଏ ଫାତିମା ବୋସ୍। ଏଇଟା ଇମ୍ପୋର୍ଟାଣ୍ଟ ମିସେଲ ବ୍ରାସଲେଟ୍ that wins Indira Gandhi Peace Prize କିଏ ମିସେଲ ବ୍ରାସେଲ ଚିଲି's ଫାର୍ଷ୍ଟ ଫିମେଲ ପ୍ରେସିଡେଣ୍ଟ ମିସେଲ ବ୍ରାସେଲେଟ୍ ଆଉ UN ହାଇ କମିଶନର ହ୍ୟୁମାନ ରାଇଟ୍ସ ଥିଲେ। ତ ଏଇଟା ମନେ ରଖିଦିଅନ୍ତୁ। ତ ଏଇଟା ମିସେଲ ବ୍ରାସଲେଟ୍ ପାଇଛନ୍ତି ଫାର୍ଷ୍ଟ ୱୁମେନ୍ ଚିଫ୍ ମିନିଷ୍ଟର ଅଫ୍ ଚିଲି। ଆଉ ଏଇଟା ମନେ ରଖିବାର ଅଛି କି ଦେଖନ୍ତୁ ଇନ୍ଦିରା ଗାନ୍ଧୀ ପିସ୍ ପ୍ରାଇଜ୍ଟା 1986ରୁ ହେଇଛି। ତ ଏଇଟା ମନେ ରଖିବେ 1 crore ଏଥିରେ ଦିଆହେଉଛି 1 crore ଆଉ ଗୋଟେ ସାଇଟେସନ୍ ପ୍ଲସ୍ ଗୋଟେ ଟ୍ରଫି ଦିଆହବ 1 crore rupees କ୍ୟାନ୍ ଇମାଜିନ୍ ସେଥିରେ ଦିଆହେଉଛି ମିସେଲ ବ୍ରାସଲେଟ୍କୁ ଦିଆହେଇଛି। ତାପରେ ନ୍ୟାସନାଲ ଗୋପାଳ ରତ୍ନ ଆୱାର୍ଡ ଏଇଟା ଲଞ୍ଚ ହେଇଛି 2025 ପାଇଁ। ତ ଏଇଟା ଗୋପାଳ ରତ୍ନ ଭର୍ଗିସ କୁରିଏନଙ୍କର ଯୋଉ ଲିଗାସି ଡାଏରୀ ସେକ୍ଟର ପାଇଁ ତାକୁ ରିକଗନାଇଜ କରି ଦିଆହେଇଛି। ବେଷ୍ଟ AIT ବେଷ୍ଟ ଡାଏରୀ ଫାର୍ମର ଅରବିନ୍ଦ ୟଶବନ୍ତ ପାଟିଲ କୋଲ୍ହାପୁର ମହାରାଷ୍ଟ୍ରର ଅରବିନ୍ଦ ୟଶବନ୍ତ ପାଟିଲ ପାଇଛନ୍ତି। ମିନନ ଗାଡି ଏସବୁ ଆଉ ଏତେ ଦରକାର ନାହିଁ। ଟମ୍ କ୍ରୁଜ ରିସିଭ୍ସ ଅନରାରୀ ଓସ୍କାର ଗଭର୍ଣ୍ଣର୍ସ ଆୱାର୍ଡ ଟମ୍ କ୍ରୁଜକୁ ଦିଆହେଇଛି। ଟମ୍ କ୍ରୁଜ ଅନରାରୀ ଏକାଡେମୀ ଆୱାର୍ଡ 2025 ଗଭର୍ଣ୍ଣର ଆୱାର୍ଡସରେ ଟମ୍ କ୍ରୁଜ ପାଇଛନ୍ତି ହେଲା। ତାପରେ ସନ୍ ଅଫ ଦ ସଏଲ ଆୱାର୍ଡ ଆସାମ ଏମର୍ଜିଂ ଟ୍ୟାଲେଣ୍ଟ ପାଇଁ ସନ୍ ଅଫ ଦ ସଏଲ କରିକି ଏଇଟା ଆସାମ ଦଉଛି ଆୱାର୍ଡ ଏଇଟା ମନେ ରଖିଥିବେ। ବାଲ ସାହିତ୍ୟ ପୁରସ୍କାର କିଏ ଦେଇଛି ସାହିତ୍ୟ ଏକାଡେମୀ ଦଉଛି ହେଲା। ପ୍ରେସିଡେଣ୍ଟ ମାଧବ କୌଶିକ ଆୱାର୍ଡ ଦେଇଛନ୍ତି ଟୁ ଗୁଜରାଟୀ ରାଇଟର ବର୍ଷା ଦାସ ଆଜ ଚିଫ ଗେଷ୍ଟ। ଗୁଜରାଟୀ ରାଇଟର it recognizes excellent children literature across 24 language 24 language including Assamese Hindi English। ତ ଏଇଟା ମନେ ରଖିବେ 24 ଲାଙ୍ଗୁଏଜରେ ସେ ଦଉଛନ୍ତି ଆଉ 50,000 କ୍ୟାଶ ପ୍ରାଇଜ ରହୁଛି ଏଥିରେ। ତ ଏଇଟା ଗୋଟେ ଆଉ ଏଇଟା ଇମ୍ପୋର୍ଟାଣ୍ଟ କି ବୁକର ପ୍ରାଇଜ। ତ ବୁକର ପ୍ରାଇଜ କିଏ ଜିତିଛନ୍ତି ଡେଭିଡ ସାଜଲାଇ ଫର ହିଜ ନୋବେଲ ପ୍ଲେସ୍ କିଏ 2005 ବୁକର ପ୍ରାଇଜ। ଏଇଟା ଟିକେ ଇମ୍ପୋର୍ଟାଣ୍ଟ ଅଛି ଏଇଟା କୋଉ ଏକ୍ସାମରେ ବି ପଡିନି ଏପର୍ଯ୍ୟନ୍ତ ମୁଁ ଯେତିକି ଦେଖିବାରେ। এই ବର୍ଷର ବୁକର ପ୍ରାଇଜ କିଏ ଡେଭିଡ ସାଜଲେ। ତ ଏମିତି ମନେ ରଖିଥିବା BDS DSB BDS ମାନେ ବୁକର ଡେଭିଡ ସାଜଲେ BDSF ଫର ଫ୍ଲେଶ ବହି ପାଇଁ ସେ ପାଇଛନ୍ତି ଏଇଟା ମନେ ରଖିଲେ। ଆଉ ଏଇଟା ଇମ୍ପୋର୍ଟାଣ୍ଟ ଆମର ନ୍ୟାସନାଲ ୱାଟର ଆୱାର୍ଡସ ଏଇଟା ବହୁତ ଇମ୍ପୋର୍ଟାଣ୍ଟ ଓକେ। ଏଇଟା ବହୁତ ଇମ୍ପୋର୍ଟାଣ୍ଟ ମହାରାଷ୍ଟ୍ର ଟପ୍ କରିଛି 6th ନ୍ୟାସନାଲ ଆୱାର୍ଡ 2024ରେ 46 ୱିନରକୁ ଅନର କରାଯାଇଛି ସେଥିରେ ମହାରାଷ୍ଟ୍ର ଟପ୍ କରିଛି ଫାର୍ଷ୍ଟ ପ୍ରାଇଜ ଠିକ ଅଛି। ଦେନ୍ ବବିତା ହଉଛି ଗୋଟେ BSF ଡଗ୍ ସିଏ K9 ବ୍ରେଭେରୀ ଆୱାର୍ଡ ପାଇଛି ତ ସେଇଟା କିଛି ଏତେ ନାହିଁ। ଫାର୍ଷ୍ଟ ଜଲ ସଞ୍ଚୟ ଜନ ଭାଗିଦାରୀ ଆୱାର୍ଡ ଜଲ ଭାଗିଦାରୀ 100 ଆୱାର୍ଡଙ୍କୁ ସେ ଆୱାର୍ଡ ଦିଆଯାଇଛି। ଫାର୍ଷ୍ଟ ଷ୍ଟେଟ୍ ହଉଛି ତେଲେଙ୍ଗାନା। ଦେଖନ୍ତୁ ଦିଟା ଭିତରେ କନଫ୍ୟୁଜନ ହେବେ ସେପଟରେ ୱାଟର ଆମର ଯୋଉ ହେଲା ୱାଟର ନ୍ୟାସନାଲ ୱାଟର ଆୱାର୍ଡରେ ମହାରାଷ୍ଟ୍ର ହେଲା ଟପ୍ କିନ୍ତୁ ଜଲ ସଞ୍ଚୟ ଜନ ଭାଗିଦାରୀରେ ତେଲେଙ୍ଗାନା ହେଲା ଟପ୍। ମାନେ କେତେ ଜନ ଭାଗିଦାରୀ ମାନେ ଲୋକମାନଙ୍କ ଇଏରେ କେତେ ସେ ଜଳ ସଞ୍ଚୟ ବଗେରା ସବୁ କରୁଛି ସେଥିରେ 5.2 ଲାଖ ୱାର୍କର ତେଲେଙ୍ଗାନାରେ ହେଇଛନ୍ତି। ତାପରେ ଛତିଶଗଡ଼ ତ ଏଇଟା ଗୋଟେ ଇଏ ଆଉ ଟପ୍ 3 ଡିଷ୍ଟ୍ରିକ୍ଟ ଏଇଟା ଦେଖନ୍ତୁ କାଟେଗୋରୀ 1 ରେ ମିର୍ଜାପୁର ଉତ୍ତରପ୍ରଦେଶ ଏଇଟା
मिर्जापुर उत्तर प्रदेश ଆଉ ବେଷ୍ଟ ପାର୍ଟନର ମିନିଷ୍ଟ୍ରି ଅଫ୍ ରେଲୱେ ଭଲ ପାର୍ଟନରସିପ୍ କରିଛି ମିନିଷ୍ଟ୍ରି ଅଫ୍ ରେଲୱେ। ଟପ୍ 3 ଏନଜିଓ ଜଲତାରା, ଗିର ଗଙ୍ଗା ଆଉ ଆର୍ଟ ଅଫ୍ ଲିଭିଂ। ଟପ୍ 2 ଇଣ୍ଡଷ୍ଟ୍ରି ଲିଡର ଫିକି ୱାଟର ମିଶନ ଆଉ ଆଶୋକା। ଗୋପାଳ କୃଷ୍ଣ ତ ୟୁବା ତ ଗୋପାଳ କୃଷ୍ଣ ଆମର କୃଷ୍ଣଙ୍କର ଛୁଆବେଳ ସାଙ୍ଗ ହଉଛନ୍ତି ଗୋପାଳ ହେଲା। ତ ଗୋପାଳ ହଉଛନ୍ତି କୃଷ୍ଣଙ୍କର ଛୁଆବେଳ ସାଙ୍ଗ, ତ ସେ ୟୁବା ବେଳର ସାଙ୍ଗ। ତ ଗୋପାଳ ହଉଛନ୍ତି ୟୁବା ବେଳ ସାଙ୍ଗ, ତ ୟୁବା ସାଇଣ୍ଟିଷ୍ଟ ଗୋପାଳ କୃଷ୍ଣ। ତ ଏମିତି ମନେ ରଖିଦେଲେ। ଦେଖିବା ତାପରେ ଶ୍ରୀ ଶ୍ରୀ ରବିଶଙ୍କର ଆୱାର୍ଡେଡ ୱାର୍ଲଡ ଲିଡର ଫର ପିସ୍ ଆଣ୍ଡ ସିକ୍ୟୁରିଟି। ଆମର ରବିଶଙ୍କର ଆୱାର୍ଡେଡ ଆମର କଣ ପାଇଁ ନା ୱାର୍ଲଡ ଲିଡର ଫର ପିସ୍ ଆଣ୍ଡ ସିକ୍ୟୁରିଟି ପାଇଁ। ତାଙ୍କର ଯୋଉ ଆର୍ଟ ଅଫ ଲିଭିଂ ଫାଉଣ୍ଡେସନ ତା ପାଇଁ ସେ ପାଇଛନ୍ତି ରବିଶଙ୍କର ୱାର୍ଲଡ ଲିଡର ଫର ପିସ୍ ରବିଶଙ୍କର। ଏଇଟା ଆମର ଆର୍ଟ ଅଫ ଲିଭିଂ ଟା ମନେ ରହିଯିବ, ୱାର୍ଲଡ ଲିଡର ଅଫ ପିସ୍ ଆଣ୍ଡ ସିକ୍ୟୁରିଟି ଏଇଟା ମନେ ରଖିବ। ଅନରାରୀ ଡକ୍ଟର ଅଫ ଲଜ୍ KSLU ଅବଦୁଲ ନାଜିର, ଏଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ। ବଜ୍ର ଚନ୍ଦ୍ରଶେଖର ଲେ ଗୁଇନ୍ ଫିକ୍ସନ ପ୍ରାଇଜ ଶ୍ରୀଲଙ୍କାନ ରାଇଟର, ଏଟା ଆମର ଏତେ ଇମ୍ପୋର୍ଟାଣ୍ଟ ନାହିଁ। ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର 2025 ଜୟନ୍ତ ନାର୍ଲିକର। ରାଷ୍ଟ୍ରୀୟ ବିଜ୍ଞାନ ପୁରସ୍କାର ଜୟନ୍ତ ନାର୍ଲିକର। ତ ଏଇଟା ଆମେ ତ ପଢିଥିଲେ ଅଲରେଡି। ସେ ଯେହେତୁ ବିଟା ଲେଖିନି ମଝିରେ, ତାଙ୍କର ନାଁ ଜୟନ୍ତ ବିଷ୍ଣୁ ନାର୍ଲିକର। ବିଷ୍ଣୁକୁ ମୁଁ କହିଥିଲି ବିଜ୍ଞାନ ନାର୍ଲିକର। ତ ଏମିତି ଯଦି ଜୟନ୍ତ ନାର୍ଲିକର ପଡିଲା ଟିକେ ପ୍ରୋବ୍ଲେମ ହେଇଯିବ। ତ ଜୟନ୍ତ ବିଷ୍ଣୁ, ତାଙ୍କ ଫୁଲ୍ ନେମ୍ ହେଲା ଜୟନ୍ତ ବିଷ୍ଣୁ ନାର୍ଲିକର। ଏଇଟା ଆମେ କରିଦେଇଛେ। ସଞ୍ଜୀବ କପୁର ଅନର୍ଡ ଟପ୍ ଆଗ୍ରି ଫୁଡ ପାୟୋନିୟର ୱାର୍ଲଡ ଫୁଡ ପ୍ରାଇଜ। ୱାର୍ଲଡ ଫୁଡ ପ୍ରାଇଜରେ ସଞ୍ଜୀବ କପୁର ଟପ୍ ହୋଇଛନ୍ତି। ସଞ୍ଜୀବ କପୁର ୱାର୍ଲଡ ଫୁଡ ପ୍ରାଇଜ ସଞ୍ଜୀବ କପୁର। ତ ୱାର୍ଲଡ ଫୁଡ ପ୍ରାଇଜ ସଞ୍ଜୀବ କପୁର। ତାପରେ ସ୍କାରଭ ପ୍ରାଇଜ କିଏ ଜିତିଛନ୍ତି? ଆଣ୍ଡ୍ରେଜ ପୋଗଜୋଭୋଟ। ତ ଏଇଟା କିଛି ହାଇଏଷ୍ଟ ୟୁରୋପର ହାଇଏଷ୍ଟ ହ୍ୟୁମାନିଟାରିଆନ, ଏଇଟା ଆମର ଦରକାର ନାହିଁ। ବ୍ରିଟିଶ ଏକାଡେମୀ ବୁକ୍ ପ୍ରାଇଜ କିଏ ଜିତିছে? ସୁନୀଲ ଅମୃତ, ଏଇଟା କିଛି ଆମର ଦରକାର ନାହିଁ। ଏଇଟା ଟିକେ ଦରକାର। ଆବେଲ ପ୍ରାଇଜ, ଏଇଟା ଦେଖିଦିଅନ୍ତୁ। ଆବେଲ ପ୍ରାଇଜ କିଏ ଜିତିଛି? ମାସାକି କାସିୱାରା ହେଲା। ମାସାକି କାସିୱାରା ମନେ ରଖିଦିଅନ୍ତୁ। ଆବେଲ ପ୍ରାଇଜ ଟା ହଉଛି ମ୍ୟାଥରେ ନୋବେଲ। ଓକେ, ମ୍ୟାଥରେ ନୋବେଲ କୁ କହନ୍ତି, ମାନେ ନୋବେଲ ମାନେ ଇକ୍ୱିଭାଲେଣ୍ଟ ଟୁ, ତ ସେଇଟା କାସିୱାରା। ତ ଆବେଲ ମାସାକି କାସିୱାରା। ତ ଏଇଟା ମନେ ରଖିଦେଲେ। ଇଣ୍ଟରନ୍ୟାସନାଲ ରେଞ୍ଜର ଆୱାର୍ଡ ଅନର୍ସ ଗ୍ଲୋବାଲ କନଜରଭେସନ ହିରୋଜ। କନଜରଭେସନ ପାଇଁ ହିରୋଜ ଏଇଟା କରିଛନ୍ତି। 13 କଣ୍ଟ୍ରିଜ କୁ ରିପ୍ରେଜେଣ୍ଟ କରୁଛନ୍ତି ସବୁ। ସେଟା ଏତେ ଇକୋନୋମି ର ନୋବେଲ ପ୍ରାଇଜ ହେଲା କାହାକୁ ଦିଆହେଇଛି। ଏଥର ତ ଆୱାର୍ଡ ସବୁ ଆମର ୟୁପିଏସସି ରୁ ଆରମ୍ଭ କରି ସବୁ ଏକ୍ଜାମ ରେ ଆୱାର୍ଡ ଭର୍ତ୍ତି କରି ପକେଇ ଦେଇଛି। ନୋବେଲ ପ୍ରାଇଜ ବି ପଡିଛି। ଜୋଏଲ ମୋକିର, ଫିଲିପେ ଆଗିଅନ, ପିଟର ହୋୱିଟ। ତ ଏମିତି କିଛିଟା ଟ୍ରିକ୍ କରିକିରି ଇକୋନୋମିରେ ମନେ ରଖିଦବ। MAH ମାହେ, MAHE ମାହେ। ଆମେ ଜାଣିଛେ ମାହେ ଅଛି ଆମର ଗୋଟେ ଜାଗା। ତ ମୋକିର, ଆଗିଅନ ଆଉ ହୋୱିଟ। ମୋକିର, ଆଗିଅନ, ହୋୱିଟ ଇନ୍ ଇକୋନୋମିକ୍ସ ହେଲା। ଏକ୍ସପ୍ଲେନିଂ ଇନୋଭେସନ ଡ୍ରିଭେନ ଗ୍ରୋଥ ଆଣ୍ଡ ଦ ଥିଓରି ଅଫ କ୍ରିଏଟିଭ ଡିଷ୍ଟ୍ରକ୍ସନ। ତ ଆ ପାଇଁ ସେ ପାଇଛନ୍ତି, ଏଇଟା ମନେ ରଖିବେ। ତାପରେ ଲାପତା ଲେଡିଜ ଡୋମିନେଟ 17th ଫିଲ୍ମ ଫେୟାର ଆୱାର୍ଡ ୱିଞ୍ଚ 13ଟା ଟ୍ରଫି ଜିତିଛି କିଏ? ଲାପତା ଲେଡିଜ ଜିତିଛନ୍ତି। ବେଷ୍ଟ ଆକ୍ଟ୍ରେସ ଫର ଜିଗ୍ରା ପାଇଁ ଆଲିଆ ଭଟ୍ଟ, ଅଭିଷେକ ବଚ୍ଚନ, କାର୍ତ୍ତିକ ଆର୍ୟନ ବେଷ୍ଟ ଆକ୍ଟର ପାଇଁ ଦି ଜଣ ଅଭିଷେକ ବଚ୍ଚନ ଆଉ କାର୍ତ୍ତିକ ଆର୍ୟନ ପାଇଛନ୍ତି। ତାପରେ ଲାପତା ଲେଡିଜ ବେଷ୍ଟ ମୁଭି ପାଇଁ, ଆଉ ଏଇଟା ଜାଣିଲେ। ଆଉ ଇଣ୍ଡିଆର ଫାଷ୍ଟ ମିସ୍ ୟୁନିଭର୍ସ ସେରି ସିଂ ଜିତିଲେ, ଯିଏକି ଯାଇକି ଆମେ ଦେଖିଲେ ଆମର ଆଉ ଜଣେ ଯିଏକି ଇଣ୍ଡିଆର ମିସ୍ ୟୁନିଭର୍ସ ହେଇଛନ୍ତି। ଇଣ୍ଡିଆର ଏଇ ଫାଷ୍ଟ ମିସ୍ ୟୁନିଭର୍ସ, ଆମର ଆଗରୁ ମିସ୍ ୟୁନିଭର୍ସ ହେଇଛନ୍ତି ସେଇଟା ଦେଖିଲେ। ମାରିଆନା କୋରିନ ମାଚେଦୋ ୱିନ୍ସ ନୋବେଲ ପିସ୍ ପ୍ରାଇଜ। ପିସ୍ ପ୍ରାଇଜ କିଏ?
कोरिना मचादो माने पीस केमिति मन रखिबा पीस माने शांति मचादो आमे कहू कि मचादो तो एटा मन रखिले मारिया मचादो शांति मचादो आउ माहे इकोनॉमिक्स रे माहे तापरे लिटरेचर से भली लिटरेचर रे के हेले लिटरेचर रे पाइले हमर के लासाज्लो क्रास्नाजोकाई तो पाटरे ही पसुनी एलकेएल 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 तो लासा लास्लो लास्लो क्रास्नाहोकाई तो ये हंगेरी रु एलकेएल केएल राहुल आमे जानछे केएल राहुल लिटरेचर रे पाइले होचे लाजालो एलकेएल तो एमती किछि गोटा मन रखियो हंगेरी रु राइटर ऑफ द एपोकैलिप्स ताको कोनती राइटर ऑफ द एपोकैलिप्स कोनती तो एटा जानले देन केमिस्ट्री नोबेल प्राइज इन केमिस्ट्री के पाइले केमिस्ट्री रे पाइले कितागावा रॉबसन आउ यागी कितागावा रॉबसन यागी के आर वाई सी के आर वाई सी माने क्राय क्राय केमिस्ट्री आमे जानछे केमिस्ट्री होची सी रु तो मन करो आमे क्राय कहूचे क्राय क्राय आमे केमिति लिखे सी आर वाई तो ये मन करो के आर वाई क्राय सी फॉर केमिस्ट्री क्राय फॉर ये तो क्राय के हला कितागावा रॉबसन आउ यागिची तो एमती क्राय तो ये होचे नोबेल प्राइज मॉलिक्यूलर कंस्ट्रक्शन विथ लार्ज स्पेसेस फॉर गैस एंड केमिस्ट्री टू फ्लो एथि जीति कार्बन हार्वेस्टिंग वाटर कैप्चरिंग कार्बन डाइऑक्साइड स्टोरिंग टॉक्सिक गैस एटा कार्बन सिक्वेशन को कहउचंती स्टोरिंग टॉक्सिक गैस तो ए सब पई से पाइचंती एटा मन रखिबे तापरे एटा एते इंपोर्टेंट नै एटा नोबेल प्राइज इन फिजिक्स एटा नोबेल प्राइज इन फिजिक्स रे के पाइले क्वांटम टनलिंग थ्योरी क्वांटम टनलिंग माने एटा दर गोटे कांथ अछि आमे आकु गोटे बॉल टे पकोचे बॉल टा बाजिकरी पळे आछे ना नै किंतु टनलिंग कहउची ये जदी आमे पार्टिकल एटॉमिक पार्टिकल मारिया से एठी को पळेबा को क्रॉस करी करी जे जो इफेक्ट टा डिस्कवर हेजे एटा बहुत यूज अछि सेटा बस बेसिक टा आकु जानतु जे क्रॉस हे कि जते हार्ड सरफेस हेले भी पळेबो ताकु न टनलिंग जॉन क्लार्क आउ यूनिवर्सिटी ऑफ कैलिफोर्निया बेकरली आउ एच डेवोर्ट आउ जॉन एम मार्टिनिस सी डी सीडीएम सीडीएमपी हैला सीडीएमपी मन रखिबे सीडीएमपी तो फिजिक्स रे सीडीएमपी पाइचंदी आ ये जॉन क्लार्क को विषय रे से पूरा पचारला कि से तांको विषय रे पचारछि जे यूरोप रु अछंती से अमेरिका रे जाई स्टडी करिसंती से पाइले नोबेल तांका ना कोन जॉन क्लार्क तो एते डिटेल रे यदि पढिबो देन को सेति पई सेटा यूपीएससी टा एते हार्ड एते बट ओपीएससी रे एते पढिबोनी तो एति पई मन पे सीडीएमपी हैला हमरो नोबेल इन फिजिक्स तापरे हैला हमरो नोबेल इन मेडिसिन नोबेल इन मेडिसिन किए नोबेल इन मेडिसिन ब्रोंको रामसेल सागागुची बीआरएसएम बीआरएसएम होचे मेडिसिन बीआरएसएम हैला बीआरएसएम बीआरएसएम कोन फिजियोलॉजी कहउचंती बीआरएसएम और मेडिसिन एटा मन के बीआर रो ब्रोक्लो फ्रेड रामसेल आ साइमन सागागुची डिस्कवरी कंसर्निंग पेरिफेरल इम्यून टॉलरेंस तो माने बीआरएसएम एटा मेडिसिन हैला हमें जदी एकाठी कर दबा बीआरएसएम हे गेला एथिरे आउ सेथिरे हे गेला हमें देखिले फिजिक्स रे कोन हैले सीडीएमपी बीआरएसएम सीडीएमपी तापरे हमें देखिले क्राय केआरवाईसी केआरवाईसी केवाईसी किछि भी मन कर क्राय केवाईसी तापरे हमें देखिले हमरो केएल राहुल हमरो केएल राहुल हमें देखिले एल के एल
KL ରାହୁଲ ଏମିତି ମନେ ରଖିଦେଲେ। ତ ଏମିତି ଏଇଟା ମେଡିସିନ ଗଲା, ଫିଜିକ୍ସ ଗଲା, କେମିଷ୍ଟ୍ରି ଗଲା, ଏଇଟା ହେଲା ଲିଟରେଚର ଗଲା। ଆଉ ଗୋଟେ ରହିଲା ପିସ୍ ପ୍ରାଇଜ ତ ଆମର ଜାଣିଲେ ମଚାଦୋ, ଇଟା ମନେ ରଖିଯିବ, ମଚାଦୋ ମଚାଦୋ ପିସ୍ ପ୍ରାଇଜ ଗଲା। ତାପରେ ଆଉ ମାହେ ଗଲା ଆମର କୋଉଥିରେ ଇକୋନୋମିକ, ଆଉ ଗୋଟେ ହଉଛି ମାହେ, ଆଉ ଗୋଟେ ହଉଛି ମାହେ, ମାହେ MAHE। ତ ଏଇଟା 1 2 3 4 5 1 2 3 4 5 6ଟା ରହିଲା। ଆଉ ପିସ୍ ଟା ସବୁବେଳେ ଜଣକୁ ହିଁ ମିଳେ, ଏଇଟା ମନେ ରଖିବ। ଡୋନାଲ୍ଡ ଟ୍ରମ୍ପ ଲାଗିଛି ଏଥର ନବା ପାଇଁ, ତ ଏଇଟା ମନେ BRSM ଲାଷ୍ଟ ୱାର୍ଡ ସବୁବେଳେ ଆମେ ରଖିଛେ ସେ କୋଉ କାଟେଗୋରୀରେ ହେଲା। LKL ହେଲା। ତ KL ଏଇଟା K ରେ ଗୋଟେ ନାଁ ଥିବ। ଦେଖନ୍ତୁ ଏଇଠି K ବାଲା ୱାର୍ଡ ଦିଟା ଅଛି, KRYC। କେମିଷ୍ଟ୍ରି K ରେ ବି ଜଣେ ପାଇଛନ୍ତି, ସେଥିପାଇଁ ସେଇଟା କନଫ୍ୟୁଜ ହେଇପାରିବେ, ତ ସେଇଟା କେମିଷ୍ଟ୍ରି ଦେଖି ଦିଅନ୍ତୁ, ସେଇଟା ମନେ ରଖିଦେବେ। କିତାଗାୱା କେମିଷ୍ଟ୍ରି ପାଇଛନ୍ତି, ଆଉ ଆମର କ୍ରାଏ ବାଲା ଦେଖିଲେ କୋଉଥିରେ, ଏଇଠି କେମିଷ୍ଟ୍ରି କିତାଗାୱାର ଅପସନ ୟାକଚି, ଆଉ KL ଯୋଉ ଲାସ୍ଲୋ କ୍ରାଜନାଭାକାଇ, ସେଇଟା ଯୋଉ ଲିଟରେଚର ରେ ପାଇଛନ୍ତି, ସେଇଟା LKL କହୁଛନ୍ତି। ତାକୁ ଟିକେ ମନେ ରଖିବେ LKL ହେଲା, ଖାଲି K ମନେ ରଖିବେନି, LKL। ତ ସେଇଟା ମନେ ରଖିବେ। ରାଇଟର ଅଫ ଆପୋକାଲିପ୍ସ ତାକୁ କହୁଛନ୍ତି, ସେ ହଙ୍ଗେରୀରୁ ବିଲଙ୍ଗ କରୁଛନ୍ତି। ଏ ଯେହେତୁ ଜଣେ, ତ ଆଙ୍କର ଡିଟେଲ ଟା ଟିକେ ମନେ ରଖିଦେବ, ହଙ୍ଗେରୀରୁ ରାଇଟର ଅଫ ଆପୋକାଲିପ୍ସ, ତ ସେଇଟା ମନେ ରଖିଦେବେ। ତ LKL। ଆଉ ଯେମିତି ମାଚାଦୋ, ସିଏ ଜଣେ, ସିଏ ଟାୟାରଲେସ୍ ଆଡଭୋକେଟ ଡେମୋକ୍ରେସି ଇନ ଭେନେଜୁଏଲା ପାଇଁ ପାଇଛନ୍ତି। ମାଚାଦୋ ଭେନେଜୁଏଲାରେ, ଶାନ୍ତି ମାଚାଦୋ ଇନ ଭେନେଜୁଏଲାରେ ସେ ପାଇଛନ୍ତି ହେଲା, ଡେମୋକ୍ରାଟିକ ରାଇଟ ପାଇଁ। ତ ଏଇଟା ହେଇଗଲା। ଆଉ କନଫ୍ୟୁଜ ହବାର କୋଉଠି ହେଇପାରେ ଆମେ, ଏଇଠି ଏମ୍ ଗୋଟେ ଅଛି, ଫିଜିକ୍ସ ରେ ବି ଅଛି, ଆଉ ଗୋଟେ ଏମ୍ ଅଛି ଆମର ଇକୋନୋମିକ୍ସ ରେ ବି ଅଛି, ତ ସେଇଟା ଟିକେ ଦେଖିଦେବେ। ତ ତାମିଲନାଡୁ ସାଇଣ୍ଟିଷ୍ଟ ଆମର ଦରକାର ନାହିଁ। ଆଉଟଷ୍ଟାଣ୍ଡିଂ ଆଚିଭମେଣ୍ଟ ସୋସିଆଲ ସିକ୍ୟୁରିଟି, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ। ଆନ୍ଧ୍ରପ୍ରଦେଶ ୱିନ୍ସ ଗ୍ଲୋବାଲ ଟୁରିଜିମ୍ ଆୱାର୍ଡ। ଗ୍ଲୋବାଲ ଟୁରିଜିମ ରେ କିଏ ଜିତିଛି? ଆନ୍ଧ୍ରପ୍ରଦେଶ ଜିତିଛି। ଏ ସବୁ ବହୁତ କନଫ୍ୟୁଜ ହେଇଯିବ, ଯେତେବେଳେ ଅପସନ ଦେଇଦବ ହେଲା। ତେଲେଙ୍ଗାନା, କେରଳା ଏସବୁ। ତ ଗ୍ଲୋବାଲ ଟୁରିଜିମ ଆୱାର୍ଡ ରେ ଆମର ଆନ୍ଧ୍ରପ୍ରଦେଶ ଜିତିଛି। ଆନ୍ଧ୍ରପ୍ରଦେଶ ଟୁରିଜିମ, ଆନ୍ଧ୍ରପ୍ରଦେଶ ଟୁରିଜିମ ହେଲା। ତିରୁପତି, ଶ୍ରୀସାଇଲମ, ଲିପକ୍ସି ଟେମ୍ପଲ, अंडावली केव्स, ଆରାକୁ ଭ୍ୟାଲି, ବିଶାଖାପଟ୍ଟନମ ବିଚ୍ ଏଠି ଯୋଉ, ତ ଏସବୁ ପାଇଁ ସେ ଜିତିଛି। ତ ଷ୍ଟେଜରେ ଟପ୍ ଟୁରିଷ୍ଟ ଡେଷ୍ଟିନେସନ ପାଇଁ ପ୍ରମୋଟ କରିକି, ତ କିଏ? ଆନ୍ଧ୍ରପ୍ରଦେଶ ଜିତିଛି। ଇଣ୍ଟରନ୍ୟାସନାଲ ଏମି ଆୱାର୍ଡ ପାଇଁ ଦିଲଜିତ ସିଂ, ଯୋଉ ଦିଲଜିତ ଦୋସାଞ୍ଜ ଦିଲଜିତ ଦୋସାଞ୍ଜ ନୋମିନେଟ ହେଇଛନ୍ତି। ମନେ ରଖିବେ, ମନେ ରଖନ୍ତୁ, ନହେଲେ ଆମ ଇଣ୍ଡିଆରେ କିନ୍ତୁ ନୋମିନେଟ ହେଇଛନ୍ତି ଦୋସାଞ୍ଜ। ତ ନ୍ୟାସନାଲ ଜିଓ ସାଇନ୍ସ ୟଙ୍ଗ ଜିଓ ସାଇଣ୍ଟିଷ୍ଟ କିଏ ହେଲେ? ଆମର ସୁଶୋଭାନ ନିୟୋଗୀ। ଆଉ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ପାଇଲେ ଶ୍ୟାମ ସୁନ୍ଦର ରାୟ। ତ ଜିଓ ସାଇଣ୍ଟିଷ୍ଟ ଶ୍ୟାମ ସୁନ୍ଦର, ଏଇଟା ଆମେ ଦେଖିଲେ, ଶ୍ୟାମ ସୁନ୍ଦର ରାୟ ଆଉ ସୁଶୋଭନ ନିୟୋଗୀ ୟଙ୍ଗ ସାଇଣ୍ଟିଷ୍ଟ ହେଲା। ତ ଏଇଟା ହେଲା कृषि मीडिया अवार्ड। कृषि मीडिया अवार्ड जर्नलिस्ट अमसी प्रसन्न कुमार, अमसी प्रसन्न कुमार कृषि मीडिया अवार्ड। तो এটা ଜାଣିଲେ, ଅମସି ପ୍ରସନ୍ନ କୁମାର। ତ ଏଟା କେମିତି କୃଷି ମିଡିଆ, ଧର ଆମେ ମନେ ରଖିଥିବା APKM, APKM বা କୃଷି ମିଡିଆ APKM का KMAP, ତ କିଛି ବି ଏମିତି ମନେ ରଖି ଦିଅନ୍ତୁ। ତ ସେଇଟା ଗଲା। କଳା କଲାଇ ମାମନି, କଲାଇ ମାମନି କଲାଇମା ମଣି ଆୱାର୍ଡ, କଲାଇମା ମଣି ଯେଥିରେ ତାମିଲନାଡୁ ଗଭର୍ଣମେଣ୍ଟ ଆନାଉନ୍ସ କରିଛି। ରେସିପିଏଣ୍ଟ ଅଫ ଭାରତୀୟାର MS ସୁବୁଲକ୍ଷ୍ମୀ ଆଉ କଲିଆମଣି, କଲାଇମାମଣି ଆୱାର୍ଡ। ଏଇଟା ଗଡ ନୋଜ, ଗୋଲ୍ଡ ମେଡାଲ, ଏରା ସବୁ ଛାଡ। ସେଣ୍ଟ୍ରାଲ ଲଞ୍ଚ କଲା ନ୍ୟାସନାଲ ଧନ୍ୱନ୍ତରୀ ଆୟୁର୍ବେଦ ଆୱାର୍ଡ। ମିନିଷ୍ଟ୍ରି ଅଫ ଆୟୁଷ ଲଞ୍ଚ କରିଛି ଧନ୍ୱନ୍ତରୀ କଣ୍ଟ୍ରିବ୍ୟୁସନ ଆୟୁର୍ବେଦକୁ। ତ ଏଇଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ, ଯେବେ ଯେ ପାଇବେ ଦେଖିବା। लिविंग ब्रिज ऑनर इंडिया यूके फ्री ट्रेड एग्रीमेंट ପାଇଁ କେଇର ଷ୍ଟାରମର ହେଲା। କେଇର ଷ୍ଟାରମର କିଏ? ବ୍ରିଟିଶ PM ସେ ଅଛନ୍ତି, କେଇର ଷ୍ଟାରମର। ତ ଷ୍ଟାରମର, ଏଇଟା ମନେ ରଖିଦେବେ। ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ନ୍ୟୁଜ।
तो एटा हला कि फास्ट ग्राम पंचायत टू विन ई गवर्नेंस अवार्ड हिस्टोरी फॉर ग्राम पंचायत विन नेशनल ई गवर्नेंस अवार्ड किए जीतिछि ड्यूरिंग 28th नेशनल ई गवर्नेंस एटा भी मु डिस्कस करथिली नेशनल ई गव ई गव कॉन्फ्रेंस कोठी हिची सेटा होची विशाखापट्टनम हला भी रु विशाखापट्टनम ई गव विशाखापट्टनम हेची सेटा रोहिणी ग्राम पंचायत महाराष्ट्र ओन द गोल्ड अवार्ड फास्ट पेपरलेस ई ऑफिस पंचायत हैला तो एटा जदी पडियो फास्ट पेपरलेस ई ऑफिस पंचायत किए हिची रोहिणी रोहिणी महाराष्ट्र एटा हिची मन रखिबे रोहिणी तापरे दादा साहेब फाल्के अवार्ड दादा साहेब फाल्के अवार्ड किए जीतिची मोहनलाल ହେଲା ମୋହନଲାଲ ଇଣ୍ଡିଆର ହାଏଷ୍ଟ ସିନେମା ଅନର ହଉଛି ସିଏ ତ ସେଇଟା କିଏ ଜିତିଛି ଆମର ମୋହନଲାଲ ଜିତିଛନ୍ତି ଦାଦା ସାହେବ ଫାଲକେ ଯେତେ ହେଲେ ବି କନଫ୍ୟୁଜ ହୁଏ ତ ସେଇଟା କେମିତି ଟିକେ ମନେ ରଖିଦିଅନ୍ତୁ ଆମର ଦାଦା ସାହେବ ଫାଲକେ କିଏ ଜିତିଛନ୍ତି ମୋହନ ଦାଦା ହେଲା ମୋହନ ଦାଦା ଜିତିଛନ୍ତି ମୋହନ ଦାଦା ଜିତିଛନ୍ତି नीरज एटा तो आपण जानिथिबे नीरज गावेन्स होम बाउंड हमर इंडिया रो ऑस्कर एंट्री पई जितिला जिति जे माने सिलेक्ट हेतिला तो जाई पर जिति परलेनी नीरज गावेन्स होम बाउंड हला होम बाउंड तो दीटा हमर इंटरनेशनल ये स्तर रे गोटा होची बूम आ गोटा होची होम बाउंड तो होम बाउंड नीरज गेवान तो से एकेडमी अवार्ड पई हमरा शॉर्ट लिस्ट करा जायतिला तो नेशनल इनोवेशन रैंकिंग गोटे ହେଇଛି तो मुजफ्फरपुर ହେଲା मुजफ्फरपुर बिहार रो फास्ट इंस्पायर्ड अवार्ड से पाइଛି तो एटा गोटे मुजफ्फरपुर एटा गोटे अछि देखंतु स्वच्छ वायु सर्वेक्षण आ वेटलैंड सिटीज रिकॉग्निशन सेरेमनी एटा बहुत ही इंपोर्टेंट न्यूज़ एटा मन रखिबे वेटलैंड सिटी एक्रेडिटेशन काहा दिया जाय एटा मु कवर करिछि ऑलरेडी एनवायरनमेंट रे वेटलैंड सिटी जो माने वेटलैंड प्रोटेक्शन पई से पांती सेटा होछि इंदौर पाइछि इंदौर मध्य प्रदेश उदयपुर राजस्थान तो ए दीटा इंदौर आ उदयपुर होइछन्ती वेटलैंड सिटी आ स्वच्छ वायु सर्वेक्षण अवार्ड पई भी दिया हेछि इंदौर टॉप रो नेशनल क्लीन एयर प्रोग्राम विथ ए परफेक्ट स्कोर ऑफ 200 200 जीतिछि इंदौर इंदौर जीतिछि इंदौर जीतिछि हैला स्वच्छ वायु सर्वेक्षण इंदौर 45 एजुकेटर को चूज कर नेशनल टीचर्स अवार्ड तो एटा एते इंपोर्टेंट नाही तो एटा गोटे एजुकेट गर्ल्स जीतिछि रेमन मैक्सेस अवार्ड रेमन मैक्से अवार्ड एजुकेट गर्ल जीतिछि हैला फास्ट एनजीओ 2005 मैक्से अवार्ड एजुकेट गर्ल्स सफीना हुसैन एटा बहुत ही इंपोर्टेंट एटा मन रखिबे मैक्से अवार्ड वन गर्ल एट ए टाइम एमती करी एजुकेट गर्ल गोटे सफीना हुसैन कर एनजीओ जीतिछि तो दिस ऑल सेप्टेम्बर 1 पर्यंत कवर करिछि मु एटा अवार्ड सेरेमनी ता पूर्वरु भी किछटा वर्ल्ड ओशन कॉन्फ्रेंस जेमिति पड़तला एटा अगस्त मास रे थिला सेटा यूपीएससी रे पड़िथिला तो मु भाबुछि एई सेप्टेम्बर रु आ भितरे कवर कर देले बेटर आ बेसी जदि भी किछि थिबो मु सेटा नेक्स्ट वीडियोज रे सब आनी देबी तो थैंक यू मु नेक्स्ट अलगा सब कैटेगोरिकली सब आनीबी सेटा प्लीज प्लीज सेटा देखंतु सब बहुत इंपोर्टेंट बसी सुनंतु मु मन रखिया को ट्राई करिछि से सब तो एरोटी मन